ॐ ज्ञानातिमिरान्धस्य ज्ञानाञ्जनशलाकया चक्षुरुन्मिलितं येन तस्मै श्रीगुरवे नमः। नमो विष्णुपादाय कृष्णप्रेष्ठाय भूतले श्रीमते भक्तिवेदान्त स्वामिनीति नामिने। नमस्ते सारस्वते देवे गौरवाणी प्रचारिणे निर्विशेष शून्यवादी पाश्चात्यदेशतारिणे। नमो महावदान्याय कृष्ण प्रेम प्रदायते कृष्णाय कृष्ण चैतन्य नाम्ने गौरतिषे नमः। वंशाकल्पतरोर्वश्य कृपा सिन्धुभ्येव च पतितानां पावनेभ्यो वैष्णवेभ्यो नमो नमः। जय श्री कृष्ण चैतन्य प्रभु नित्यानंद श्री अद्वैत गदाधर श्रीवासादि गौर भक्त वृंद। हरे कृष्णा 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 हरे हरे, हरे राम 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 हरे हरे। ओम नमो भगवते वासुदेवाय। ओम नमो भगवते वासुदेवाय। ओम नमो भगवते वासुदेवाय। हरे कृष्ण। श्रील प्रभुपाद की जय। ଆମେ ଶ୍ରବଣ କରୁଥିଲେ କି ପଞ୍ଚମ ଅଧ୍ୟାୟ ଭଗବଦ ଗୀତାର 5 ନମ୍ବର ଅଧ୍ୟାୟ ଆମେ ଶ୍ରବଣ କରୁଥିଲେ। ତ ବିଶେଷ ଭାବରେ କାଲି ଆମେ ଶ୍ରବଣ କରୁଥିଲେ କି ବାସ୍ତବରେ କର୍ତ୍ତା କିଏ, କର୍ତ୍ତା ତିନି ପ୍ରକାର କର୍ତ୍ତା। ତ ଏ କର୍ତ୍ତାର ପ୍ରଶ୍ନ ଆମେ କୋଉଠୁ ପାଇଲେ ନା ଯେତେବେଳେ ଆମେ 7 ନମ୍ବରରୁ 12 ନମ୍ବର ଶ୍ଲୋକ ପର୍ଯ୍ୟନ୍ତ ଶୁଣୁଥିଲେ କି ଯୋଗ ଯୁକ୍ତ ଯୋଉମାନେ ଅର୍ଥାତ ଯୋଉମାନେ ନିଷ୍କାମ କର୍ମ ଯୋଗୀ, ତ ସେମାନଙ୍କର କୋଉ ଭଳିଆ କ୍ୟାରେକ୍ଟର କଣ। ତ ପ୍ରଥମ ଆମେ ଜାଣିଲେ କି ସେମାନେ କୌଣସି ଭୌତିକ ବନ୍ଧନରେ ପଡନ୍ତି ନାହିଁ। ଯୋଗଯୁକ୍ତ ସେମାନେ ବିଶୁଦ୍ଧ ଆତ୍ମା, ତାଙ୍କର ଆତ୍ମା ବିଶୁଦ୍ଧ, ବିଜିତ ଆତ୍ମା, ସେମାନେ ସମସ୍ତଙ୍କର ମାନେ ଇନ୍ଦ୍ରିୟ ମନକୁ ନିୟନ୍ତ୍ରଣ କରିଛନ୍ତି। ଆଉ ସର୍ବଭୂତ ସମସ୍ତଙ୍କର ପ୍ରିୟ, ସମସ୍ତେ ମଧ୍ୟ ତାଙ୍କର ପ୍ରିୟ। ପ୍ରଭୁପାଦ କହୁଛନ୍ତି ଏ ବ୍ୟକ୍ତି କିଏ ହେଇପାରିବେ, ଯେ କୃଷ୍ଣ ଚେତନଶୀଳ ବ୍ୟକ୍ତି। ଦେଖନ୍ତୁ ନିଷ୍କାମ କର୍ମୀ, ନିଷ୍କାମ କର୍ମଯୋଗୀ ଯିଏ, ସିଏ କୃଷ୍ଣ ଚେତନଶୀଳ ହେଇପାରେ ନ ହେଇପାରେ, କିନ୍ତୁ ଯିଏ କୃଷ୍ଣ ଚେତନଶୀଳ ବ୍ୟକ୍ତି ସେ ନିଶ୍ଚୟ ଭାବରେ ନିଷ୍କାମ କର୍ମର ସମସ୍ତ ଗୁଣ ଧାରଣ କରିଛି। ତେଣୁ ତାପରେ ସେକେଣ୍ଡ କ୍ୟାରେକ୍ଟରିଷ୍ଟିକ ଶୁଣିଥିଲେ କି ସେ ଯଦି ବା ସବୁ କିଛି କାର୍ଯ୍ୟ କରେ କିନ୍ତୁ ତଥାପି ସେ କର୍ତ୍ତାର ଭାବକୁ ସ୍ୱୀକାର କରିନାହିଁ। କାହିଁକି ନା ସେ ତତ୍ତ୍ୱବିତ୍, ତେଣୁ କର୍ତ୍ତାର ଭାବକୁ ସ୍ୱୀକାର କରିନାହିଁ। ଆଉ ସେ କଣ ପାଇଁ କାମ କରେ, ଭଗବାନଙ୍କର ପାଇଁ କାମ କରେ, କିନ୍ତୁ ବୈରାଗ୍ୟର ମନୋଭାବ ରଖିକି। ଉଦାହରଣ ଶୁଣିଥିଲେ ପଦ୍ମପତ୍ରମ୍ ଇବାମ୍ବସା। ପଦ୍ମପତ୍ର ଉପରେ ପାଣି ଯେମିତି ରହିଲେ ସେ କଣ ହବ, ପାଣି ସାଙ୍ଗରେ ଲାଗିବନି, ସେମିତି ସେ କାମ କରେ। ଭୌତିକ ଜଗତରେ ରହିକି ମଧ୍ୟ ଭୌତିକ ଜଗତର ହୁଏନି ସେ। ହେଲେ କାହିଁକି ତାହେଲେ ତାର କାର୍ଯ୍ୟ କରେ, ନିଜର ଆତ୍ମାର ଶୁଦ୍ଧିକରଣ, ଆତ୍ମା ଶୁଦ୍ଧ ହୁଏ। ତେଣୁ ଆମେ ଶୁଣୁଥିଲେ କି କର୍ମଯୋଗ, ନିଷ୍କାମ କର୍ମଯୋଗ କିମ୍ବା ସାଧାରଣ ଆମେ କର୍ମ କରିବା ତ ଅନ୍ତର କେବଳ ଭାବନାରେ ଅନ୍ତର, କୋଉ ଚେତନାରେ ଆମେ କର୍ମ କରୁଛେ ସେତିକି ଅନ୍ତର, କର୍ମ ସମାନ ଥାଇପାରେ। ତେଣୁ ତାପରେ ଆମେ ଶୁଣିଲେ ତିନି ପ୍ରକାରର ଯୋଉମାନେ ଅଛନ୍ତି, ତିନି ପ୍ରକାରର କର୍ତ୍ତା। ତିନି ପ୍ରକାର କର୍ତ୍ତା କିଏ ନା, ପ୍ରଥମେ ଜୀବ କର୍ତ୍ତା। ଜୀବ କାହିଁକି କର୍ତ୍ତା, ଜୀବ ଏଥିପାଇଁ କର୍ତ୍ତା କାହିଁକି ନା ଜୀବ ଇଚ୍ଛା କରେ, କୌଣସି ଜିନିଷ ଭୋଗ କରିବା ପାଇଁ ଜୀବ ଯେତେବେଳେ ଇଚ୍ଛା କରେ, ସେଥିପାଇଁ ଜୀବକୁ କର୍ତ୍ତା ବୋଲି କୁହାଯାଏ। କିନ୍ତୁ ଜୀବ ଇଚ୍ଛା କଲେ ତାହା ତ ପୂରଣ ହବନି, କାହିଁକି ନା ମ୍ୟାନ ପ୍ରପୋଜେସ ଗଡ ଡିସ୍ପୋଜେସ। ତେଣୁ ଭଗବାନ ଜୀବର ଯୋଗ୍ୟତାକୁ ଦେଖନ୍ତି, ତାପରେ ଭଗବାନ ଯଦି ଜୀବ ଯୋଗ୍ୟ ତାହେଲେ ତାକୁ ଅନୁମତି ଦିଅନ୍ତି। ଯଦି ଅନୁମତି ମିଳିଲା ତାହେଲେ କଣ ହବ, ସେ ପ୍ରକୃତି ଅଛି, ଯିଏ ସେ ସବୁ ଜିନିଷ ଆବଶ୍ୟକ ଜିନିଷ ସେ ଯୋଗେଇ ଦବ। ତେଣୁ ସେଥିପାଇଁ ପ୍ରକୃତି ମଧ୍ୟ କର୍ତ୍ତା। ତେଣୁ ଜୀବ ଯେତେବେଳେ ଅହଙ୍କାର ବଶତଃ, ଅହଙ୍କାର ବିମୂଢାତ୍ମା କର୍ତ୍ତା ଅହମ୍ ଇତି ମନ୍ୟତେ, ଅହଙ୍କାର ବଶତଃ ଜୀବ ଯଦି ଭାବିବ ମୁଁ ହିଁ ଏକଲା କର୍ତ୍ତା, ତାହେଲେ କଣ ହବ, ତ କର୍ତ୍ତାର କାମଟେ କରିଛି, ତ ପରିଣାମ ତାକୁ ପୂର୍ଣ୍ଣ ରୂପରେ ଭୋଗିବାକୁ ପଡିବ। ତେଣୁ ସେଥିପାଇଁ ଆମେ ତିନି ପ୍ରକାର କର୍ତ୍ତା ଶୁଣିଲେ। କିନ୍ତୁ ଯୋଉମାନେ ଅଜ୍ଞାନୀ ବ୍ୟକ୍ତି
ସେମାନେ ଭାବନ୍ତି ଭଗବାନ ହିଁ ସବୁ କିଛିର ଦାୟୀ। ଯୋଉମାନେ ଭଗବାନ କୁ ଜାଣି ନାହାନ୍ତି ସେମାନେ ଭାବନ୍ତି ପ୍ରକୃତି ଦାୟୀ। ଯୋଉମାନେ ଭଗବାନ ଆଉ ପ୍ରକୃତି ଜାଣି ନାହାନ୍ତି ସେମାନେ କହନ୍ତି ଦୈବ ଦାୟୀ। ତେଣୁ ସେଥିପାଇଁ କର୍ତ୍ତାର ମନୋଭାବ, କିନ୍ତୁ ଯିଏ ଜ୍ଞାନର ଆଲୋକରେ ଆଲୋକିତ ଯାହାର ହୃଦୟ, ସେ ବ୍ୟକ୍ତି ଜାଣେ ବାସ୍ତବରେ କର୍ତ୍ତା ଏଇ ତିନି ଜଣ କର୍ତ୍ତା, ଖାଲି ଜଣେ କର୍ତ୍ତା ନୁହଁ। ତାପରେ ଆମେ ଶୁଣିଥିଲେ କି କେମିତି ଜଣେ ଭଗବାନଙ୍କ ଉପରେ ଧ୍ୟାନ କରିକି ଏଇ ସଂସାରରୁ ସେ ମୁକ୍ତ ହବ। ଆଉ ବିଶେଷ କରିକି ଆମେ ଶୁଣିଥିଲେ ସେଇ ଯୋଉ ଆତ୍ମା ଅନୁଭୂତିଶୀଳ ବ୍ୟକ୍ତିର ତାର ଦୃଷ୍ଟିକୋଣ କଣ ଦୃଷ୍ଟିକୋଣ ଥିଲା? ସମତ୍ଵ, ସମାନ, ସମସ୍ତଙ୍କୁ ସମାନ ଦୃଷ୍ଟିରେ ଦେଖିବା, ଅର୍ଥାତ୍ ସମସ୍ତଙ୍କୁ ଆତ୍ମସ୍ଥିତିରେ ଦର୍ଶନ କରିବା। ସମସ୍ତେ ଭଗବାନଙ୍କର ଅଂଶ ବିଶେଷ, ଯଦି ବା ସାମାଜିକ ଶାରୀରିକ ଦୃଷ୍ଟିକୋଣରେ ଭିନ୍ନତା ଥିବ ତ ସେଇ ଅନୁରୂପ ସେ ସମସ୍ତଙ୍କୁ ସମ୍ମାନ ପ୍ରଦାନ କରେ। ତାପରେ ଆମେ ଶୁଣିଥିଲେ ସେଇଭଳି ବ୍ୟକ୍ତି କଣ କି ଆତ୍ମା ଅନୁଭୂତିଶୀଳ ବ୍ୟକ୍ତିର କଣ ସବୁ ଲକ୍ଷଣ, 8ଟି ଲକ୍ଷଣ ଶୁଣିଥିଲେ। ଯେମିତି କିଛି ଗୋଟିଏ ପ୍ରିୟ ଜିନିଷ ତାକୁ ପ୍ରାପ୍ତ ହେଲେ ସେ ସେଥିରେ ଅତ୍ୟଧିକ ଖୁସି ହେଇଯାଏନି। ଯଦି ମୋର କିଛି ଜିନିଷ ପ୍ରିୟ ବସ୍ତୁ ପ୍ରାପ୍ତ ଖାଇବା ପାଇଁ ହଉ, ପିନ୍ଧିବା ପାଇଁ ହଉ, କିମ୍ବା କିଛି ଗୋଟେ ସଫଳତା ପ୍ରାପ୍ତ ହେଇଗଲା, କ୍ଲାସରେ ମୁଁ ଟପ୍ କଲି, ତ ଅତ୍ୟନ୍ତ ଖୁସି ହେଇଯିବାର ଆବଶ୍ୟକତା ନାହିଁ। ନିଶ୍ଚୟ ଖୁସି ମନେଇବା, କିନ୍ତୁ ଏତେ ଖୁସି ହେଇଯିବାନି ଯେ ଯାହା ଆମର ଅହଙ୍କାରକୁ ଦର୍ଶାଉଥିବ। ତାପରେ କୌଣସି ଜିନିଷ ଦୁଃଖ ଅଛି, ସେ ଦୁଃଖରେ ଏତେ ନିମଗ୍ନ ହେଇଯିବାନି ତାକି ଆମକୁ ଭକ୍ତି କରିବା ପାଇଁ ଆଉ କୌଣସି ପ୍ରୋତ୍ସାହନ ମିଳିବନି। ଆମେ ଜୀବନରେ ବହୁତ ଦୁଃଖ ଅଛି, ଦୁଃଖରେ ଆମେ ଏତେ ଭାସି ଯିବାନି ତାକି ଆମେ ପୁରା ଡିସଫଙ୍କସନ, ମାନେ ଆଉ କିଛି ଫଙ୍କସନ କରିପାରିବାନି। ବହୁତ ଦେଖିଥିବେ, ବହୁତ କାନ୍ଦୁଥିବେ ଆଉ କିଛି ସେମାନେ ଅଚେତ ହେଇ ପଡିବେ, କୌଣସି କାର୍ଯ୍ୟ ଆଉ କରିପାରିବେନି। ତ ଏଇଭଳି ସ୍ଥିତି ନ ଆସୁ। ତାପରେ ସ୍ଥିର ବୁଦ୍ଧି ମାନେ ସେ ଶରୀର ଆତ୍ମା ଭିତରେ ପ୍ରଭେଦକୁ ସେ ଜାଣିଛି। ତ ସେ ଜାଣିଛି ଯେ ଶରୀର ଆତ୍ମା ନୁହେଁ, ଏହା କ୍ଷଣସ୍ଥାୟୀ, କିନ୍ତୁ ଆତ୍ମା ଶାଶ୍ୱତ। ତାପରେ ଅସମୁର୍ଦ୍ଧ, ତ ସେ ନିଶ୍ଚୟ ଭାବରେ ବୁଦ୍ଧିମାନ ବ୍ୟକ୍ତି, ଯିଏ ଆତ୍ମାର ସ୍ୱରୂପରେ ରହିକି କାର୍ଯ୍ୟ କରେ। ବ୍ରହ୍ମବିଦ୍, ଅର୍ଥାତ୍ ଇଏ ଭଗବାନଙ୍କର ବିଷୟରେ ଜାଣିଛି, ସାଇନ୍ସ ଅଫ ଗଡ, ଭଗବାନଙ୍କ ବିଷୟରେ ଯିଏ ଜାଣିଛି। ତାପରେ ସମାଧିସ୍ଥ ହେଇକି ଅଛି, ସମାଧି ମାନେ ଭଗବାନଙ୍କ ଉପରେ ଧ୍ୟାନ କରୁଛି। ଭଗବାନଙ୍କର ନାମ, ରୂପ, ଗୁଣ, ଲୀଳା ଯାହା ବି ଭଗବାନଙ୍କ ଉପରେ ତାର ଧ୍ୟାନ କେନ୍ଦ୍ରିତ ହେଇକି ଅଛି। ତାପରେ ଅସକ୍ତାତ୍ମା, ଅର୍ଥାତ୍ ସେ କୌଣସି ଭୌତିକ ଜଗତର ସୁଖ, ଏଇ ଦୁନିଆର ସୁଖ ତାକୁ ବେଶୀ ଆକର୍ଷଣ କରୁନି। ଆଉ ଅନ୍ତିମରେ ଆମେ ଶୁଣିଥିଲେ ତାହେଲେ ଆନନ୍ଦ କୋଉଠୁ ପାଉଛି? ଅନ୍ତରରୁ ଆନନ୍ଦ ପାଉଛି। କାହିଁକି ନା ସେ ଆତ୍ମା ଅନୁଭୂତିଶୀଳ ପରମାତ୍ମାକୁ ଅନୁଭବ କରୁଛି। ତ ଏଇଠି ଆମେ ଶୁଣିଲେ କି ଯୋଉମାନେ ପରମାତ୍ମାକୁ ଅନୁଭବ କରିଛନ୍ତି ସେଇ ଆତ୍ମା ଅନୁଭୂତିଶୀଳ ବ୍ୟକ୍ତିଙ୍କର ଏଇ ଲକ୍ଷଣ ଥାଏ। ତ 22 ନମ୍ବର ଶ୍ଲୋକରେ ଆମେ ଶୁଣିଥିଲେ କି ଏଇ ଯୋଉ ଇନ୍ଦ୍ରିୟ ଭୋଗ ଅଛି, ଏହା ବାସ୍ତବରେ ଅନ୍ତିମ ସମୟରେ ମାନେ ଫାଇନାଲି ଏହା ଆମକୁ ଦୁଃଖ ହିଁ ଆଣିଦବ। ଫାଇନାଲି ଏହା ଆମକୁ କଣ ଆଣିଦବ? ଦୁଃଖ ଆଣିଦବ, ଏହା ବ୍ୟତୀତ ଆଉ କିଛି ନୁହେଁ। ତେଣୁ ଆମକୁ କଣ କରିବାର ଅଛି? କି ସହ୍ୟ କରିବାର ଅଛି। ଏଇ ଯୋଉ ମାୟାର ପ୍ରରୋଚନା ଅଛି, ମାୟା ସବୁବେଳେ ଆମକୁ ଉସ୍କଉଥିବ, ଏଇଟା କରିବୁ, ସେଟା କରିବୁ, ସୁଖ ପାଇବୁ। ତେଣୁ ମାୟାର ବିଭିନ୍ନ ପ୍ରକାର ଯୋଉ ମାୟା ଯୋଉ ଉସ୍କଉଛି ତାକୁ ଆମେ କଣ କରିବା ଦରକାର? ସହ୍ୟ କରିବା ଦରକାର। ବିଭିନ୍ନ ପ୍ରକାର ଖରାପ ଇଚ୍ଛା, କ୍ରୋଧ, ଏସବୁକୁ ଜୀବନର ଅନ୍ତିମ ସମୟ ପର୍ଯ୍ୟନ୍ତ ଆମକୁ ସହ୍ୟ କରିବା ଦରକାର। ଓକେ, ତ ଆଜି ଆମେ ନେକ୍ସଟ ଶ୍ଲୋକ ପଢିବା। ଓକେ, ତ ଏଇ ଶ୍ଲୋକ ପଢି ସାରିଛେ। ଜୟ ସଂସ୍ପର୍ଶ ଭୋଗ ଦୁଃଖ ହତେ, ମାନେ ଭୌତିକ ଜଗତରେ ଯୋଉ ସୁଖ ଅଛି ତାର ଆରମ୍ଭ ଅଛି, ଅନ୍ତ ବି ଅଛି। ବୁଦ୍ଧିମାନ ଲୋକ ଭୌତିକ ଜଗତରେ ସୁଖ ପ୍ରାପ୍ତି ପାଇଁ ଆଶା କରନ୍ତି ନାହିଁ। ତ ଏଇ 23 ନମ୍ବର ଶ୍ଲୋକରୁ ଲାଷ୍ଟ ଶ୍ଲୋକ ଯାଏଁ ଆମେ ପଢିବା। ଶକ୍ନୋତି ହୈବ ୟଃ ସୋଢୁଂ ପ୍ରାକ୍ ଶରୀର ବିମୋକ୍ଷଣାତ୍ କାମ କ୍ରୋଧୋଦ୍ଭବଂ ବେଗଂ ସଂୟୁକ୍ତ ସ ସୁଖୀ ନରଃ। ତାହେଲେ କହିବ କେତେ ମୁଁ ସହ୍ୟ କରିବି, ମତେ ସମସ୍ତେ କଷ୍ଟ ପ୍ରଦାନ କରୁଛନ୍ତି, ପରିସ୍ଥିତି, ମୋ ସହିତ ଯୋଉ ଲୋକ, ନିଜ ଲୋକ, ପର ଲୋକ ସମସ୍ତେ କଷ୍ଟ ଦଉଛନ୍ତି, ମୁଁ କେତେ ସହ୍ୟ କରିବି? ତାର ଉତ୍ତର ଏଠି ଦିଆଯାଇଛି।
ଏ ଶରୀର ତ୍ୟାଗ କରିବା ପୂର୍ବରୁ ଯେଉଁ ବ୍ୟକ୍ତି ଇନ୍ଦ୍ରିୟ ମାନଙ୍କର ବେଗ ଓ କାମର କ୍ରୋଧର ବେଗ ସହନ କରିବା ପାଇଁ ସକ୍ଷମ ହୁଏ ସେ ଯୋଗୀ ଅଟେ। ତ ମୃତ୍ୟୁ ପର୍ଯ୍ୟନ୍ତ ଜଣଙ୍କୁ ସହନ କରିବାକୁ ପଡିବ। କଣ ବେଗ ସବୁ ନା ଇନ୍ଦ୍ରିୟ ମାନଙ୍କର ବେଗ, କାମ କ୍ରୋଧର ବେଗ। ତ ସେ ଯୋଗୀ ଅଟେ, ସେ ପୃଥିବୀରେ ସୁଖୀ ଅଟେ। ଓକେ। ତ ଏଇଠି କୁହାହଉଛି କେହି ଯଦି ଆତ୍ମା ଅନୁଭୂତି ମାର୍ଗରେ ଉନ୍ନତି କରିବା ପାଇଁ ଇଚ୍ଛା କରେ, ଅର୍ଥାତ୍ ଆମେ ଯେତେବେଳେ ଆଧ୍ୟାତ୍ମିକ ମାର୍ଗରେ ଆଗକୁ ଯିବା ପାଇଁ ଚାହୁଁଛନ୍ତି, ତାହେଲେ ଆମର ଯୋଉ 6 ପ୍ରକାର ବେଗ ଅଛି ଇନ୍ଦ୍ରିୟ ମାନଙ୍କର, ତାକୁ ଆମକୁ ଦମନ କରିବାକୁ ପଡିବ। କଣ 6 ପ୍ରକାର ବେଗ? ଉପଦେଶ ମତରେ ଶୁଣିଥିଲେ, ଏଠି ଖାଲି ନାଁ କହିଦବା। କଣ କି ଜିହ୍ବାର ବେଗ। ଜିହ୍ବାର ବେଗ କଣ? ଖାଦ୍ୟ ଖାଇବା ତା ସହିତ କଥା କହିବା, ଏଇ ଦିଟା ହେଲା ଜିହ୍ବାର ବେଗ। ତାପରେ କ୍ରୋଧର ବେଗ, ଅବିରୁଦ୍ଧ ପ୍ରୀତି ବିରୋଧ ଯୁକ୍ତ କ୍ରୋଧ। ତେଣୁ ଏଇ କ୍ରୋଧ ରାଗିଯିବା କ୍ରୋଧ ବ୍ରହ୍ମଚଣ୍ଡାଳ ବୋଲି କୁହାଯାଏ। ତାପରେ ମନର ବେଗ, ମନ ସବୁବେଳେ ଇତସ୍ତତ ଭ୍ରମଣ କରିବ। ଉଦରର ବେଗ, ଖାଇବା। ଜନନ ଇନ୍ଦ୍ରିୟର ବେଗ। ତ ଏଇ ଯୋଉ 6 ପ୍ରକାରର ବେଗ ରହିଲା, ବାଚୋ ବେଗମ ମନସା କ୍ରୋଧ ବେଗମ ଜୁହା ବେଗମ ଉଦର ଉପସ୍ଥ ବେଗମ। ଏଇ ବେଗ ମାନଙ୍କୁ ଯିଏ ଦମନ କରିବ ତାକୁ ଗୋସ୍ୱାମୀ ବୋଲି କୁହାଯିବ। ଗୋ ମାନେ ଇନ୍ଦ୍ରିୟ, ଇନ୍ଦ୍ରିୟ ମାନଙ୍କର ସେ ସ୍ଵାମୀ। ତେଣୁ ଏଠି ଗୁରୁତ୍ୱପୂର୍ଣ୍ଣ କଥା ଲେଖା ହେଇଛି, ସଂଯତ ଜୀବନ ଯାପନ କଲେ ଆମେ ଇନ୍ଦ୍ରିୟ ମାନଙ୍କୁ ଦମନ କରିପାରିବା। ମନେ ରଖ। ଓକେ। ତେଣୁ ଭୌତିକ କାମନା ଯେପର୍ଯ୍ୟନ୍ତ ଆମର ଗୋଟେ ପଏଣ୍ଟ ଗଲା କି ସଂଯତ ଜୀବନ ଯାପନ କଣ କରିବା, ଆମେ କେମିତି ନା 6 ପ୍ରକାର ବେଗକୁ ଦମନ କରିକି ଆମେ ଆତ୍ମ ଅନୁଭୂତି ଲାଭ ମାର୍ଗରେ ଉନ୍ନତି କରିପାରିବା। ଫାର୍ଷ୍ଟ ପଏଣ୍ଟ। ସେକେଣ୍ଡ ପଏଣ୍ଟ କି ଏଇଟା କେମିତି କାମ କରେ, କି ଯଦି ଭୌତିକ ଜଗତର କିଛି କାମନା ଅଛି, ଏ ଜଗତରେ ଆମେ କିଛି ସୁଖ ଭୋଗ କରୁଛେ, କିଏ କହିବ ମତେ ଭଲ ଖାଇବାର ଅଛି, ଗାଡି ଚଢିବାର ଅଛି, ମତେ ପାଖରେ ଭଲ ଭଲ ଲୋକ, ପରିଷ୍କାର ପରିଚ୍ଛନ୍ନ ଲୋକ ରହିବାର ଅଛି, ବିଭିନ୍ନ ପ୍ରକାର ପୂଜା ଲାଭ ପ୍ରତିଷ୍ଠା ପାଇବାର ଅଛି। ଆହାର ନିଦ୍ରା ଭୟ ମୈଥୁନ, ଏ 4 ପ୍ରକାରର ବିଭିନ୍ନ ପ୍ରକାର ଭେରାଇଟି ଆମକୁ ଏଞ୍ଜୟ କରିବାର ଅଛି। ଏ କାମନା ଯଦି ପୂରଣ ହବନି, ତାହେଲେ ଆମ ମଧ୍ୟରେ କ୍ରୋଧ ଆସିବ। କ୍ରୋଧରେ ଆଖି ଲାଲ ପଡିଯାଏ, ମନ ଚକ୍ଷୁ ବକ୍ଷ କମ୍ପିବା ପାଇଁ ଲାଗନ୍ତି, ଦେଖିଥିବେ ବେଳେ ବେଳେ। ତ ଏସବୁ ଜିନିଷ ହୁଏ। ତେଣୁ ଦମନ କରିବାକୁ ପଡିବ। କିଏ ଦମନ କରିପାରିବ? ଯେ ଆତ୍ମଜ୍ଞାନୀ ବ୍ୟକ୍ତି ସେ ଦମନ କରିପାରିବ। ଆମେ ବେଗକୁ ଦମନ କରିବା, ତେଣୁ ଆମେ ସୁଖରେ ଚାଲିପାରିବା। ତେଣୁ ପ୍ରଭୁପାଦ ଆଉ ଗୋଟେ 2ଟା ଷ୍ଟେଟମେଣ୍ଟ ଶୁଣିଲେ। ଥାର୍ଡରେ ପ୍ରଭୁପାଦ କହୁଛନ୍ତି ଦୃଢତା ଓ ଯତ୍ନ ସହକାରେ। ଦୃଢତା ମାନେ ଏଠି କହିଥିଲି କି ରିଏଲ ଡିଭୋଟି ଇଜ ଏ ଡିଟରମାଇଣ୍ଡ ଡିଭୋଟି। ଯିଏ ଦୃଢ ପ୍ରତିଜ୍ଞ ସେ କରିପାରିବ। ଆଉ ଯେ ଯତ୍ନ ସହକାରେ, ଯତ୍ନ ସହକାରେ ମାନେ ଯତ୍ନ ଯେମିତି ଆମେ କୌଣସି ପରିସ୍ଥିତିରେ ଆମେ ଏଇ ଯୋଉ ବେଗର ପ୍ରଲୋଭନରେ ଆମେ ପଡିବାନି। ମନ କହୁଥିବ ଆଜି ମୁଁ ଏ ଜିନିଷ ଖାଇଦେବି, କି ଆଜି ମୁଁ ଏଇଟା କାହାକୁ ଗୋଟେ କହିଦେବି, ଏମିତି ମୁଁ ରହିପାରୁନି, ସେ ମତେ ଏତେ କଥା କହିଲାଣି, ମୁଁ କିଛି କହିନି, ମୁଁ ନିଶ୍ଚୟ ଛାଡିବିନି। ତେଣୁ ଯତ୍ନ କରିବାକୁ ପଡିବ। ଶାନ୍ତ ମନକୁ ସତ୍ୱ ଗୁଣରେ ରଖି ଶାନ୍ତ କରିବାକୁ ପଡିବ। ତାହେଲେ ଆମେ ଯୋଗୀର କର୍ତ୍ତବ୍ୟ ନିର୍ବାହ କରିପାରିବା। ତେଣୁ ଏଇ କୃଷ୍ଣ ଚେତନଶୀଳରେ ବାସ୍ତବରେ କଣ ଅଛି, ଆମକୁ ଏଥିରେ ସୁଖ ଅଛି। କୋଉଥିରେ ଅଛି ସୁଖ କହିଲେ? କୃଷ୍ଣ ଚେତନଶୀଳରେ। ଓକେ, ଭିଡିଓ ଅଫ୍ ହେଇଗଲା। ତ ଏଇ କୃଷ୍ଣ ଚେତନଶୀଳରେ ବାସ୍ତବରେ ସୁଖ ଅଛି। କିନ୍ତୁ ସୁଖକୁ ଆମେ ପାଇବା କେମିତି ନା ଯେତେବେଳେ ପାଇବା କେମିତି, ଯେତେବେଳେ ଗୁରୁତ୍ୱପୂର୍ଣ୍ଣ ଗୋଟେ ପଏଣ୍ଟ ଅଛି କି ଆମେ ଯେତେବେଳେ କନଭିନ୍ସ ହେଇଯାଇଥିବା କି ଭୌତିକ ଜଗତର ସୁଖ ଟା ଏତେ ଉନ୍ନତ ନୁହଁ, କ୍ଷଣସ୍ଥାୟୀ ଆଉ ଭୌତିକ। ସେତେବେଳେ କଣ କରିବା ନା, ଏ ଭୌତିକ ଜଗତର ସୁଖ ଆଉ ଦୁଃଖ ଏ ଦିଟାକୁ ଆମେ ସହ୍ୟ କରିବା। ଦୁଃଖକୁ ସହ୍ୟ କରିବା ତାକି ଆମର ଭଜନ ବାଧା ନ ଆସୁ। ସୁଖକୁ ମଧ୍ୟ ସହ୍ୟ କରିବା ତାକି ଆମର ଭଜନ ମଧ୍ୟ ବାଧା ନ ଆସୁ। ତେଣୁ ମିଶିଲେ, ତେଣୁ ଆମେ ଭୌତିକ ବନ୍ଧନରେ ଆଉ ପଡିବା ନାହିଁ। ପ୍ରଭୁପାଦ କଣ କଣ କହୁଛନ୍ତି ଆଉ ଟିକେ ଦେଖିଦବା। ତ ପ୍ରଭୁପାଦ ଜଣେ ରୋଗ ହେଇଛି, ଜଣଙ୍କୁ ଡକ୍ଟର ମନା କରୁଛି କିଛି ତମେ ତେଲ ଜିନିଷ ଖାଇବନି। ସେ କହୁଛି ମୁଁ ତ ଆଗରୁ ଖାଇ ଆସିଛି, ମୁଁ ଛାଡି ପାରୁନି। ତାହେଲେ କଣ କରିବି? ନାହିଁ, ଛାଡିବାକୁ ପଡିବ, ସେଇଟା ତ ସହ୍ୟ କରିବାକୁ ପଡିବ। କିମ୍ବା ଇନ୍ଦ୍ରିୟର ବେଗ ଅଛି, ଅର୍ଜ ଅଫ ସେକ୍ସ ଡିଜାୟାର, ତାକୁ ମଧ୍ୟ ଆମକୁ ସହ୍ୟ କରିବାକୁ ପଡିବ। ତେଣୁ ଋଷଭ ଦେବ ତାଙ୍କ ପୁତ୍ର ମାନଙ୍କୁ କହୁଛନ୍ତି, କଣ କହୁଛନ୍ତି?
कि जेपर्यंत भौतिक शरीर अच्छी से पर्यंत इंद्रियर सुख आमको बारंबार बारंबार सताउथिବ टर्चर କରୁଥିବ किंतु आमको आम जीवन एमती बनैयार अछि ताकि आमे एई बेग को सह्य करिकी आमर भक्ति मार्ग रे सुंदर भाव बढ़ी परिबा मनुष्य जीवन बहुत कठिन परिश्रम करने ପାଇଁ नहे तापर तप दिव्य तपस्या करने ପାଇଁ तप दिव्य तेणु मु ए दुनिया रे काहेकि सुख भोग कर परिबिनी एबे काहेकि ना प्रभुपाद कहती डिजीज कंडीशन हमर रोग रे अछि भव रोग हेछि यदि रोगी लोक डॉक्टर पाक गले डॉक्टर आईसीयू रे पड़िथिବ ताକୁ पचारिବ बापा रे तू केंदी अछु से कौन कहबो भल अछि से आईसीयू रे पड़िछि से केंदी कहछु भल अछि तेणु ए जो रोगी अवस्था हमको लिखा होनी कि ना वास्तव रे रोगी भव रोगी तो ये रोगी अवस्था जो सुख आम भोग करने ପାଇଁ ଚାହିଁବା କାର पेट बहुत खराब ହେଇଛି ତାର ପତଲା ଝାଡା ହଉଛି ତାକୁ କିନ୍ତୁ ପକୁଡି ଖାଇବା ପାଇଁ ଭଲ ଲାଗେ ବରା ଖାଇବା ପାଇଁ ଭଲ ଲାଗେ ଉଦାହରଣ ସ୍ୱରୂପ ତ ସେ ତାକୁ ଖାଇବ ତାହେଲେ କଣ ହବ जीवार आनंद ପାଇଁ ତାର ଶରୀର ଖରାପ ହବ ତେଣୁ ସେଇ ସୁଖ ଆମକୁ ଆମେ ଜାଣି ରଖିବା ଦରକାର କି ଆମେ ଭବ ରୋଗରେ ଗ୍ରସିତ ହେଇଛେ ନହେଲେ ଆମେ ଏ ଦୁନିଆରେ କାହିଁକି ଅଛେ ସବୁ ଅନେଶତ ଭାଗ ଲୋକ ଭଗବାନଙ୍କ ଧାମ ରେ ଆମେ ଏଇଠି କଷ୍ଟ କରୁଛେ କଣ ପାଇଁ ଆମେ ସେଠିକି ଯିବା ନେକ୍ସଟ ପ୍ରପାଦ କଣ କହୁଛନ୍ତି କି ଏଇ ଏଇ ଦୁନିଆରେ ମଧ୍ୟ ରୋଗୀ ରୋଗୀ ଯିଏ ଅଛି ତ ତାକୁ ଯଦି କ୍ଷଣିକ ସୁଖ ଦିଆହବ କ୍ଷଣିକ ମାନେ ଅଳ୍ପ ସମୟ ପାଇଁ କିନ୍ତୁ ବାସ୍ତବରେ ସୁଖର ଗୋଟିଏ ଆସ୍ପେକ୍ଟ ହେଲା କଣ ସେଟା ଅନନ୍ତ ଅନନ୍ତ ମାନେ ଚିର ଦିନ ପାଇଁ ରହିବା ଦରକାର ଆନନ୍ଦର ଗୋଟେ ଆସ୍ପେକ୍ଟ ହଉଛି ଚିର ଦିନ ପାଇଁ ସୁଖ ଭୋଗିବା କେହି କଣ ଚାହିଁବ ଅଳ୍ପ ସମୟ ମୁଁ ସୁଖ ଭୋଗିବି ତାପରେ ଦୁଃଖ ଭୋଗିବି ନାହିଁ ସମସ୍ତେ ଚାହାନ୍ତି ନିରନ୍ତର ଆନନ୍ଦ ପାଇବା ପାଇଁ ତେଣୁ ଏଇଟା ଅନଏଣ୍ଡିଙ୍ଗ ହାପିନେସ ସେଥିପାଇଁ ଯୋଉମାନେ ଯୋଗୀ ଋଷି ମୁନି ମାନେ ରହିଲେ ମାନେ ତପସ୍ୱୀ ଲୋକ ତପସ୍ୟା କରନ୍ତି ସେମାନେ ଏଇ ଭୌତିକ ଜଗତର ସୁଖ ଦୁଃଖ ଦିଟାକୁ ସହ୍ୟ କରିବା ପାଇଁ ତପସ୍ୟା କରନ୍ତି ଅଗ୍ନିରେ ଅଗ୍ନିର ଦହନ ଶକ୍ତି ପାଇଁ ତପସ୍ୟାରେ ବଳରେ ତାକୁ ଇଏ କରନ୍ତି ଜଳରେ ତପସ୍ୟା କରନ୍ତି ତାକି ଭୌତିକ ଜଗତର କଷ୍ଟ ଆଉ ତାଙ୍କୁ କିଛି ଫରକ ନ ପଡିବା ଦରକାର ଓକେ ନେକ୍ସଟ ତ ଏଇଠି ସହ୍ୟ କରିବାରେ କୁହାହଉଛି ବେଗ ଯେମିତି ଅମ୍ବରୀଶ ମହାରାଜଙ୍କର ସମ୍ମୁଖରେ ଦୁର୍ବାସା ମୁନି ଯେ କୁ କ୍ରୋଧ ବଳରେ ତାଙ୍କୁ ଅମ୍ବରୀଶ ମହାରାଜଙ୍କୁ ଅଭିଶାପ ପ୍ରଦାନ କଲେ ଗୋଟେ ଅସୁରକୁ ଜାତ କଲେ ତାଙ୍କୁ ହତ୍ୟା କରିବା ପାଇଁ ତେଣୁ କ୍ରୋଧର ବେଗ ଜଣକୁ କେତେ ଭୟାନକ ପରିସ୍ଥିତିରେ ଆଣିଦିଏ ଅମ୍ବରୀଶ ମହାରାଜ ଭଗବାନଙ୍କର ଜଣେ ଶୁଦ୍ଧ ଭକ୍ତ ତେଣୁ ସେଥିପାଇଁ ସିଏ ସେ ସମୟରେ ମଧ୍ୟ ଯେତେବେଳେ ତାଙ୍କ ପାଖରେ ଏତେ ସମସ୍ୟା ଏତେ ବିପଦ ଆସି ପଡୁଥିଲା ଜୀବନକୁ ବାଜି ଲଗେଇକି ଜୀବନ ହାରିବାର ସମସ୍ୟା ଆସି ପଡୁଥିଲା ସେତେବେଳେ ମଧ୍ୟ ସିଏ ସ୍ଥିର ହେଇକି ରହିଥିଲେ ସେମିତି ହରିଦାସ ଠାକୁର ଯାହାଙ୍କୁ ସ୍ଵୟଂ ମାୟା ଦେବୀ କଣ କରିଛନ୍ତି ପରୀକ୍ଷା କରିବା ପାଇଁ ଆସିଛନ୍ତି ବେଶ୍ୟା ରୂପରେ ତାକି ସେ ତାଙ୍କର ଭଜନରେ ବାଧା ଆଣିପାରିବେ କିନ୍ତୁ ସେ ତାର ବେଗକୁ ସହାୟ କଲେ ଭଗବାନଙ୍କର ନାମର ପ୍ରଭାବରେ ତେଣୁ ଏଠି ଗୋଟେ ପଢିବା ଲିବରେସନ ଦ ହାଇଏଷ୍ଟ ଏମ୍ ସଂସାରର ବନ୍ଧନରୁ ମୁକ୍ତ ହେଇକି ଭଗବାନଙ୍କ ସେବାରେ ସଂଯୋଜିତ ହବା ଏହା ଜୀବନର ପରମ ଲକ୍ଷ୍ୟ ତେଣୁ ଏଇ କାମ ଆଉ କ୍ରୋଧ ବଡ ଶତ୍ରୁ ତେଣୁ ଆମକୁ କଣ କରିବାର ଅଛି ଏଇ କାମ ଆଉ କ୍ରୋଧର ବେଗକୁ ସହ୍ୟ କରିବାର ଅଛି ତ ଆଉ ଗୋଟେ ଜିନିଷ ପଡିବା ତ ଏସବୁ ଜିନିଷ ଆମେ ଶୁଣି ସାରିଲାଣି ତ ଆମକୁ ସହ୍ୟ କରିବାର ଅଛି ଓକେ ନେକ୍ସଟ ଶ୍ଲୋକ 24 ନମ୍ବର ଶ୍ଲୋକ ତାହେଲେ ସେ କେମିତି 23 ନମ୍ବର ଶ୍ଲୋକରେ ଆମେ ଶୁଣିଲେ କି କି ଯେତେବେଳେ ଆମେ କୌଣସି ଏଜିଟେସନ ମାନେ ଆମେ କୌଣସି ଉସ୍କଉଥିବା ପରିବେଶ କୁ ସହାୟ କରନ୍ତି ଆଉ କେତେବେଳେ ସମ୍ଭବ ଯେତେବେଳେ ଆମେ କିଛି ଉନ୍ନତ ସୁଖ ପାଉଥିବା କିଛି ଉନ୍ନତ ସୁଖ ପାଇଲେ ହିଁ ଏଇ ଭୌତିକ ଜଗତର ସୁଖଟା ମାନେ ତାର ଆଶା କମିଯିବ ତେଣୁ କଣ ସେ ଉନ୍ନତ ସୁଖ ଏଠି ବର୍ଣ୍ଣନା କରାଯାଇଛି जो अंतर सुख अंतर आराम जो अंतर सुख अंतर आराम तथांतर ज्योतिरेव यः स योगी ब्रह्म निर्वाणम ब्रह्म भूतोधि गच्छति तो एटी किछिटा शब्द वर्णना कराଯାଇଛି जे अंतर सुख माने जे तार अंतर रे सुख प्राप्ति करे अंतर रे कौन अछि आत्मा परमात्मा तो से जगह सुख प्राप्त हुए तापरे अंतर आराम
आनंद से ही अंतर रे आनंद प्राप्त हो। तापरे अंतरार माने से आस्वादन करे। तापरे अंतर्योति अर्थात अंतरर दृष्टिकोण रे सब किछि को देखे। अंतर्दृष्टि माने स्पिरिचुअल विजन तो देखे से बड़ी व्यक्ति ब्रह्म निर्वाण से योगी जी ब्रह्म निर्वाण भगवान को प्राप्त होइछन। प्रभुपाद कं कहउछन्ति व्यक्ति अंतर रे सुख अनुभव न कले बाह्य जगतर जो सुख पाइबा पय जो क्रिया अछि केने मुक्त पाइबा। आमे जो कर्म करूछे शरीर संबंधी कर्म सेटु जो सुख मिलुछि सेही सुख पाइ यदि आमे कष्ट करूछे किंतु जदि हमको अंतर सुख मिल जीव ताले एंती हमको यदि घरे गोटे आमे गोटे बिजनेस करबा ताले बाहर जाइके आमे कोन काम करिया पड़िबो पड़िबनी घरे हमको खाया पिया रे सब पैसा पत्र सब मिल जाउछ। ठीक है तो सेमती बाह्य जगत रे जो सुख पाया पे परिश्रम करछे से परिश्रम केमिति मुक्त हवा एतले आमे अंतर रे सुख अनुभव करबा। केतबेले हबो जेतबेले वास्तव आमे अनुभूति को लाभ करबा सुख को अनुभूति लाभ करबा अंतर रे सेतबेले आमे गोटे जगह नीरव रे बसिके मध्य भगवान को ध्यान कले आमे आनंद पाई परिबा। तो एई बड़ी स्थिति को कोन कहा होची जोतरे भौतिक सुख रा आशा न थाए ब्रह्मभूत अवस्था भगवान कटा संगर से भगवान चेतना से अच्छी तो जल्दी भगवान का धाम को जाय परियो। क्लियर तेणु से आनंद हृदय अंतर रे आनंद अनुभव करे एटी से श्वास आनंद आनंद अनुभव करे स्वाद भी पाए ता सहित अंतर्मुखी हुए। अंतर्मुखी माने आत्मा आड़को जाए आत्मा और परमात्मा आड़को जाए से वास्तव रे आत्मा अनुभूतिशील भगवान को से प्राप्त हो परियो। ओके तो प्रभुपाद कहते बेले बेले आमको भोक लगु थाए तो आम खाई दियंती आमको आराम लगे माने संतुष्ट लगे है जिते थर खाऊता से स्वाद अनुभव करता तो से भाया आखि दृश्य स्वाद आम हृदय रे अनुभव कर दरकार आम भगवान भक्ति करुचे। तेणु केमी कर जीवार जो बेग अच्छी भगवान नाम नहीं कि भगवान का प्रसाद पाई आम जीवार बेग को दमन कर परिवा। तेणु प्रचार प्रसार कर भगवान विषय में गुण कीर्तन करवा ताहले मध्य आमे आनंद अनुभव करि परिया। तो बहुत उदाहरण एमती प्रस्तुत हे परिबो। 23 और 24 नंबर श्लोक रे तो एटा वर्णन करायाछि 6 प्रकार वेग जने कहयो मु काहे कि सहाय करिवे तो एथिपाई सहाय करिया दरकार कि हमको आध्यात्मिक मार्ग रे विशेष करके भक्ति मार्ग रो व्रती हवार अछि सहाय करियार काहे 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 करिवे एंगना मते भक्ति करी भगवान का धाम को प्राप्त हवार अछि सेथिपाई मु सहाय करे हला। तो केमिति सहाय करिवी एठी गोटे पॉइंट समते नोट करा पढिले खाली रिवीजन करिया कथा तो एथिपाई हम सहाय करिवी मते हायर टेस्ट मिलु छी कोथरु भक्ति रो तो जो स्टेट सब कौन से हायर टेस्ट ना भगवान श्रवण करुचे कीर्तन करुचे भक्त संगरे एटे उन्नत सुख मिलुचे सेतिपाई भौतिक जगत सुख को निश्चय भाव सहाय करिया दरकार आ लक्ष्य कौन मते भगवान को प्राप्ति करिया अछि। तेणु ब्रह्मभूत स्थिति जो स्थिति रे से अंतर रे सुख आस्वादन करे अंतर्मुखी हुए तार भौतिक जगत सुख रु से विरक्त हुए। ओके नेक्स्ट जेमती चतुष्कुमार थिले आत्मा रामस्य मनयो निर्गंथापि उरुक्रम तो भगवान विष्णु कठारे आत्मा राम चाहिए आत्मा राम जे आत्मा रे आनंद अनुभव करंती आत्मा रे संतुष्ट होइतांती से माने मते कोन करंती भगवान कठारे आनंद भगवान चेतना रही कि से बाह्य जगत रे सुख खोजंती नाही अंतर्मुखी होइतांती सब प्रॉपर कहते हैप्पीनेस विद इन आमे काहे कि दुनिया रे सुख कोड खोजुचे धर मो पाखरे भल गाड़ी नाही तो मते भल गाड़ी किनियार अछि तो से जो भौतिक वस्तु इंद्रिय भोग करियार वस्तु सेथिरे आमे सुख देखुचे किंतु वास्तव रे हमको सुख कोड प्राप्त करियार सुख अछि कोठी ना हृदय रे अछि जोटी आत्मा और परमात्मा अछंदी तो आत्मा जो मुहूर्त रे परमात्मा संगे रे मिसी जीवो अर्थात आत्मार परमात्मा जो उद्देश्य जीव मान उद्धार करवा से उद्देश्य रे जीवात्मा जो प्रगतिशील हम से से आनंद अनुभव कर लाइट और अटेंशन इज विदिन
नॉट डायरेक्ट तो बाहर जगत जो क्रिया रहिला प्रतिक्रिया रहिला ता प्रति आम एते ध्यान दवा नहीं तो ये सब जिन आम श्रवण कले कि वास्तव में जी सुख अनुभव करे अंतर रे से भौतिक जगतर विभिन्न क्रिया प्रतिक्रिया सुख पाଉଛି सेठो से मुक्त हेता सहाय कर पारिबो यही स्थिति को कौन ब्रह्मभूत स्थिति बोली कहा जाए ओके 25 नंबर श्लोक से ब्रह्मभूत स्थिति लक्षण आम शुणी 22 नंबर श्लोक नेक्स्ट 25 नंबर श्लोक तेटी बहुत सुंदर सुंदर शब्द सब मन कर तीन टा शब्द मुझे कहली एमती अंत सुख अंतर आराम अंतर ज्योति ताले से व्यक्ति ब्रह्म निर्वाण को प्राप्ति होती लिबरेटेड सोल तेणु कौन ए ब्रह्म निर्वाण को प्राप्ति होवाई ताले हमको कौन करिया पड़िबो कौन साधन करिया पड़िबो ना तो आज आज 22 नंबर श्लोक रू आउथरे कहि दउछि 22 नंबर श्लोक रे हम जानिले कि इंद्रिय भौतिक जगत रे इंद्रिय भोग करवा अंतिम पर्याय रे या सब बेल पई कोन या दुखपूर्ण बहुत सुख जो आम भौतिक जगत सुख जो खोजुचे लास्ट सब दुखपूर्ण तापरे हेतिपई हमକୁ ସହାୟ କରିବାକୁ ପଡିବ ତେଣୁ ଯିଏ ସହାୟ କରୁଛି ଯେ ଯୋଗୀ ସେ କେମିତି ସହାୟ କରିବ ନା ସେ ଅନ୍ତରରେ ଆନନ୍ଦ ଅନୁଭବ କରେ କେମିତି ଏମିତି ଯୋଉ 23 ନମ୍ବର ଶ୍ଲୋକରେ ଆମେ ସରି 24 ନମ୍ବର ଶ୍ଲୋକରେ ଆମେ ପଢିଲେ ସେ ଭଗବାନଙ୍କ ସାଙ୍ଗ ଭଗବାନଙ୍କର ଏଇ ଯୋଉ ପର କଣ ବ୍ରହ୍ମଭୂତ ଅଧିକ ଅଛନ୍ତି ବ୍ରହ୍ମ ନିର୍ବାଣ ମାନେ ଯେ ଭଗବାନଙ୍କ ଠାରେ मुक्त हो भगवान ठारे मुक्त हो कौन मिसी जाऊनी जाइकी तो भगवान जहाँ उद्देश्य से उद्देश्य रे से आध्यात्मिक उद्देश्य रे जीव प्रगतिशील होउछि आत्मा अनुभूति लाभ कर शरीर में आत्मा बोली जानी से आधार रे कार्य करुछि तेणु बहुत जल्दी से भगवान धाम को प्राप्त हो भगवान को पाई अंतर सुखी अंतर कर्मठ अंतर आनंद अंतर आलोक प्राप्त कर्मठ माने कौन कर्म ने बाह्य दृष्टि से किसी काम भौतिक कार्य न कर पारे अंतर अर्थात भगवान का चेतन सब निमग्न जड़ भरत से किसी करनथिले माने कौन से बहुत दुष्टपुष्ट शरीर थिला घर लोक बहुत कष्ट प्रदान करते जमी रे बलद नथिले बलद बेकर ये पकईकी से बलदर काम भी करते किंतु अंतर सब 24 घंटा निरंतर भगवान का चेतना थे अंतर कर्मठ नेक्स्ट 80 लवन्ते ब्रह्म निर्वाणं ऋषयः क्षीण कल्मषा छिन्न द्वैतात्मानः सर्वभूत हिते रता कौन साधना करिया पड़िबो ब्रह्म निर्वाण स्थिति को प्राप्त करिया पय जांकर कौन सी द्वंद्वर भाव नहीं लवन्ते ब्रह्म निर्वाण से माने ब्रह्म निर्वाण स्थिति को प्राप्त होती ऋषि माने क्षीण कल्मषा जांकर कौन सी कल्मष अर्थात पापर प्रतिक्रिया नहीं नो सिंफुल कंटामिनेशन छिन्न द्वैधा कौन सी द्विधा नहीं द्वंद्वर मुक्त से जत आत्मन माने समस्त प्रकार जत माने नियंत्रण अर्थात इंद्रिय माने मन और इंद्रिय को नियंत्रण कर सर्वभूत इतरता से माने कौन करती अन्यर जीवर कल्याण पाई सब प्रस्तुत था रत था तो जो व्यक्ति कृष्ण चेतना था से व्यक्ति समस्तंकर मंगल करती तो जी समस्तंकर मंगल करिपरिबो से व्यक्ति निश्चय भाव में कृष्ण चेतनशील हवा दरकार आजिकल लोक मैंने भक्त होना किंतु समाज सेवा करने भूल धारणा सेकेंड पॉइंट प्रभुपाद कहते कृष्ण होचंदी परम भोक्ता परम प्रभु परम सुहृद भगवान सबु किसी भोक्ता भोक्ता माने आमे जो भोग करुचे वास्तव में आमे उपभोक्ता आमे भगवान को प्रसाद पाया कथा केवल आमे किंतु भोग कर दोचे संसार को भोग कर अभिलाष रखी भगवान कृष्ण हेले परम भोक्ता परम प्रभु आ परम सुहृद माने से ही जने हमर हृदय जने बंधु तेणु आमे भूली जाइए आमे कष्ट पाऊे तेणु प्रभुपाद कहते समाज रे ये जो लोक माने भूली जाइछंती कौन भूलचंती कृष्ण भोक्ता परम प्रभु परम सुहृद दुख पाउचंदी तांकुर चेतना को जागृत करिवा जिते सब जनमंगल कार्य अछि ता भितरे सर्वोत्तम अर्थात जन को कृष्ण भावना रे भावित करिवा एटा हला सबुठारु परोपकार कथा जन्म सार्थक करी कर परोपकार चेतना महाप्रभु कहले बुझेला प्रपात कहते जदि जने कृष्ण चेतनशील न होइछि से समस्तंकर सर्वमंगल करि परिबनी
ତ ସିଏ ଯୋଉ ମଙ୍ଗଳ କରିବ ସେଇଟା କଣ ଭୌତିକ ଆବଶ୍ୟକତାର ସାମୟିକ ପୂରଣ, ଆଉ କିଛି ନାହିଁ। ଥାର୍ଡ ପଏଣ୍ଟ, କୃଷ୍ଣ ତୃଷ୍ଣ ବ୍ୟକ୍ତି କୃଷ୍ଣଙ୍କର ପରମ ପ୍ରଭୁତ୍ୱ ସନ୍ଦେହ ନଥାଏ। ଅର୍ଥାତ୍ ଯିଏ ଭକ୍ତ ସେ କେବେ ସନ୍ଦେହ କରେନି ଭଗବାନ ପ୍ରଭୁ ବୋଲି। ଜୀବନର ପ୍ରତ୍ୟେକ ପରିସ୍ଥିତିରେ ଭଗବାନ ହିଁ ଏକାନ୍ତ ଆଶ୍ରୟ, ତ ସେଇଟା ସେ କେବେ ଭୁଲେନି। ପ୍ରଭୁ ମାନେ ଯିଏ ସବୁ କିଛିକୁ ନିୟନ୍ତ୍ରଣ କରିପାରନ୍ତି, ଯିଏ ସବୁ କିଛିର ଗଠନ କରିପାରନ୍ତି। ଆଉ ଯଦି ବା ଭଗବାନ କାହାର ବ୍ୟକ୍ତିଗତ ଜୀବ ପାଇଁ କୌଣସି ବ୍ୟକ୍ତିଗତ ଜୀବ ମାନେ କୌଣସି ଜୀବ ପାଇଁ ପରିସ୍ଥିତି ସୃଷ୍ଟି କରନ୍ତିନି, କିନ୍ତୁ ଜୀବ ସବୁବେଳେ ଭଗବାନଙ୍କ ଉପରେ ନିର୍ଭରଶୀଳ ଥାଏ। ଭଗବାନଙ୍କ ଉପରେ କେବେ ସନ୍ଦେହ କରେନି। ଭଗବାନଙ୍କର ଇଣ୍ଟିଗ୍ରିଟି, ଭଗବାନଙ୍କର ଇଣ୍ଟେନସନ, ୟା ଉପରେ କେବେ ସନ୍ଦେହ କରେନି କି ଭଗବାନ ମତେ ସୁରକ୍ଷା ଦେବେନି। ଭଗବାନ ନିଶ୍ଚୟ ସୁରକ୍ଷା ଦେବେ। ଆଉ ଭଗବାନ ଯୋଉ ପରିସ୍ଥିତିରେ ସୁରକ୍ଷା ଦିଅନ୍ତିନି, ସେ ପରିସ୍ଥିତି ମଧ୍ୟ ଭଗବାନଙ୍କ ଠାରୁ ଆସୁଛି। ତେଣୁ ଭଗବାନଙ୍କର ଯୋଉ ଅଖଣ୍ଡତା ଉପରେ ଆମେ କେବେ ସନ୍ଦେହ ପ୍ରକାଶ କରିବାନି। ତେଣୁ ଏଇ ଦିବ୍ୟ ପ୍ରେମର ଅବସ୍ଥା ଯୋଉଥିରେ ଜୀବ ସମସ୍ତ ପାପରୁ ମୁକ୍ତ ହେଇଥାଏ। ତାପରେ ଥାର୍ଡ ପଏଣ୍ଟ ଆମେ ଶୁଣିଲେ। ଫାର୍ଷ୍ଟ ପଏଣ୍ଟ ଶୁଣିଥିଲେ କୃଷ୍ଣ ତୃଷ୍ଣ ବ୍ୟକ୍ତି ସମସ୍ତଙ୍କର ମଙ୍ଗଳ କରିପାରିବ। କାହିଁକି? କାରଣ ସେ ଜାଣେ କୃଷ୍ଣ ହଉଛନ୍ତି ସମସ୍ତଙ୍କର ଉଦ୍ଭବ ସ୍ଥଳ। ଆଉ କୃଷ୍ଣ ପରମ ଭକ୍ତା ପ୍ରଭୁ ପରମ ସୁହୃଦ। ଯଦି ଜୀବ ଜଗତ ଭୁଲି ଯାଇଛନ୍ତି, ତାଙ୍କୁ ତାଙ୍କ ଚେତନାକୁ ଜାଗ୍ରତ କରିବା ପାଇଁ ଜଣକୁ କୃଷ୍ଣ ତୃଷ୍ଣ କରାଇବା, ତାହା ହଉଛି ସବୁଠୁ ସର୍ବୋତ୍ତମ ଜନମଙ୍ଗଳ କାର୍ଯ୍ୟ। ଆଉ ଭକ୍ତର ସ୍ୱଭାବ କଣ? ସେ ଭଗବାନଙ୍କର ପ୍ରଭୁତ୍ୱ ଭିତରେ କୌଣସି ସନ୍ଦେହ ନଥାଏ। ସମସ୍ତ ପାପରୁ ମୁକ୍ତ ହେଇକି ଦିବ୍ୟ ପ୍ରେମର ଅବସ୍ଥାରେ ଅବସ୍ଥାନ କରେ। ଫୋର୍ଥରେ କହିଲି, ଯଦି ଯୋଉମାନେ ସମାଜ ସେବା ଇତ୍ୟାଦି କରୁଛନ୍ତି, ସେମାନେ ଭକ୍ତ ନୁହନ୍ତି, ତ ତାଙ୍କ ଥରେ ସେବା କରାହଉଛି ତାହା କେବଳ ସାମୟିକ ଶାରୀରିକ ଆବଶ୍ୟକତାର ପୂରଣ, ଏତିକି, ଆଉ କିଛି ନୁହେଁ। ତେଣୁ ଏହା କ୍ଷଣିକ, ତେଣୁ ଏହା ବେଶୀ ଆନନ୍ଦ ପ୍ରଦାନ କରିପାରିବ ନାହିଁ। କିନ୍ତୁ ଜୀବ ଯେତେବେଳେ ଯନ୍ତ୍ରଣା ଭୋଗୁଛି, କାରଣ କୃଷ୍ଣଙ୍କ ସହିତ ସମ୍ବନ୍ଧ ଭୁଲି ଯାଇଛି, ସେ ସମ୍ପର୍କକୁ ଉଜାଗର କରିବା ଭକ୍ତର ଦାୟିତ୍ୱ, କର୍ତ୍ତବ୍ୟ। ସେଥିପାଇଁ ସେଇ ହିଁ ସଂସାରର ମଙ୍ଗଳ କରିପାରିବ। ତେଣୁ ଯେମିତି ଛୋଟ ଛୁଆଟେ ସେ ହଜି ଯାଇଛି, ଛୋଟ ଛୁଆ ଯେତେବେଳେ ହଜି ଯାଇଛି, ସେତେବେଳେ କଣ ହୁଏ, କିଛି ଗୋଟେ ଲୋକ ଆସେ, ସେ ତାକୁ କଣ ଇଗ୍ନୋର କରିଦେଇ ପଳେଇଲା, ସେ ତାର ତ ହଜିଛି, ମୋର କଣ ଅଛି। ତ ସେମିତି ଆଉ ଗୋଟେ ଲୋକ ଆସିବ, ସେ କଣ କରିବ, ଛୋଟ ଛୁଆ ହଜିଯାଇଛି, ତାକୁ ତ ଭୋକ ଲାଗୁଛି, ତାକୁ ସେ ଚକୋଲେଟ ଦେଇଦବ, କି ତାର କପଡା ନାହିଁ ଡ୍ରେସ ପତ୍ର ଦେଇଦବ। ତୃତୀୟ କେସରେ ଆଉ ଗୋଟେ ଲୋକ ଆସିବ, ସେ ତାର ଯୋଉଠୁ ହଜି ଯାଇଛି ତାର ବାପା ମା, ତାଙ୍କ ସହିତ ମିଶେଇବ। ତେଣୁ ଏଇ ତିନିଟା ପର୍ଯ୍ୟାୟ ମୁଁ କହିଲି, କି କେହି ତାକୁ ଡକ୍ଟର ପାଖକୁ ନେଇପାରେ। ତ ସବୁ ପର୍ଯ୍ୟାୟରେ ଆମେ କଣ ଦେଖିବା, କିଏ କହିପାରିବ, ଯିଏ ଛୋଟ ଛୁଆକୁ ଅବହେଳା କରିଦେଲା, ତା କଥା ତ ନାହିଁ କିଛି, ସେ ଉପକାର କରୁନି। କିନ୍ତୁ ଯିଏ ତାକୁ କିଛି ଖାଇବା ପାଇଁ ଦେଲା, କି ମେଡିକାଲ ଟ୍ରିଟମେଣ୍ଟ ଦେଲା, କି କିଛି ପିନ୍ଧିବା ପାଇଁ ଦେଲା, ସେ ମହାନ ନା ଯିଏ ତାଙ୍କର ବାବାଙ୍କ ସାଙ୍ଗରେ ତାଙ୍କୁ ଭେଟ କରେଇକି ଯୋଉ ଜାଗାକୁ ତାଙ୍କ ଘରକୁ ନେଇକି ରଖିଲା, ସିଏ ମହାନ। ତ ନିଶ୍ଚୟ ଭାବରେ ସମସ୍ତେ କହିବେ କି ଯିଏ ତାଙ୍କ ଘରକୁ ନେଇକି ତାଙ୍କୁ ଥଇଥାନ କରିପାରିଲେ, ସେ ବାସ୍ତବରେ ମଙ୍ଗଳ କଲେ। ତେଣୁ ଜଣଙ୍କର ହୃଦୟରେ, ଆମର ପରମ ପିତା ଭଗବାନ ହେଲେ କୃଷ୍ଣ, ତ ଭଗବାନଙ୍କ ସାଙ୍ଗରେ ଯେତେବେଳେ ଆମେ ସମ୍ବନ୍ଧ ଯୋଡୁଛେ, ସେତେବେଳେ ସେ ବ୍ୟକ୍ତି ଯିଏ ସମ୍ବନ୍ଧ ଯୋଡୁଛି, ସେ ନିଶ୍ଚୟ ଭାବରେ ସବୁଠାରୁ ଉତ୍ତମ ପରୋପକାରୀ ବନ୍ଧୁ। କିନ୍ତୁ ଆଜିକାଲିର ଲୋକମାନେ ସମାଜ ସେବା ନାଁରେ କେତେବେଳେ କିଏ କମ୍ବଳ ବାଣ୍ଟୁଛନ୍ତି, କେତେବେଳେ କିଏ ଖାଇବା ପିଇବା ବାଣ୍ଟୁଛନ୍ତି, ସବୁ ବାଣ୍ଟୁଛନ୍ତି, ନିଶ୍ଚୟ ଭଲ। କିନ୍ତୁ ଏହା ତାଙ୍କର ଭୌତିକ ଜଗତର ଯୋଉ ସମସ୍ୟା ଅଛି, ତାକୁ କିଛି ମାତ୍ରାରେ ପୂରଣ କରୁଛି। କିନ୍ତୁ ତାଙ୍କର ବାସ୍ତବ ସମସ୍ୟା, ଜନ୍ମ ମୃତ୍ୟୁ ଜରା ବ୍ୟାଧି, ସେଠୁ ସେ ଉଦ୍ଧାର ହେଇପାରୁନାହାନ୍ତି। ତେଣୁ ଏଇଟା ଆମେ ଜାଣିଲେ। ତେଣୁ ଏଠି କାହିଁ କୁହାହେଲା ନା ସର୍ବଭୂତ ହିତରତା, ସମସ୍ତଙ୍କର ହିତ କାହିଁକି ଯେ କୃଷ୍ଣ ତୃଷ୍ଣ ବ୍ୟକ୍ତି, ହାଇଏଷ୍ଟ ୱେଲଫେୟାର ଆକ୍ଟିଭିଟିଜ। ତ ଏସବୁ ଜିନିଷ ଆମେ ଶୁଣିଲେ। ହ୍ୱାଟ ଇଜ ଦ ହାଇଏଷ୍ଟ ୱେଲଫେୟାର ଆକ୍ଟିଭିଟିଜ, ଯେ ଜଣକୁ କୃଷ୍ଣଙ୍କୁ ଭୁଲି ଯାଇଛି, କୃଷ୍ଣ ଭୁଲିଆ ଯେ ଜୀବ ଭୋଗବାଞ୍ଛା କରେ, ପାସାତେ ମାୟାଚାର ଝାପଟିଆ ଧରେ, ସବୁବେଳେ ଦୁଃଖ ପାଏ, ତାକୁ ଯିଏ ପୁନଃ ଭଗବାନଙ୍କର ସ୍ମୃତିରେ ଆଣି ଦଉଛି, ତାହେଲେ ସେ ବାସ୍ତବରେ ପରୋପକାରୀ। ତାପରେ କିଏ କରିପାରିବ, ଯିଏ ମୁକ୍ତ ଯିବ। ପ୍ରଭୁପାଦ ସେଥିପାଇଁ କହିଲେ, ଯେ କୃଷ୍ଣ ତୃଷ୍ଣ ଯିବ, ସେ ହିଁ ସମାଜରେ ସର୍ବୋତ୍ତମ ଜନମଙ୍ଗଳ କାର୍ଯ୍ୟ କରିପାରିବ। ଆଉ ଭୁଲ ଧାରଣା କଣ, କି ଯେତେବେଳେ ଆମେ କୌଣସି ବ୍ୟକ୍ତିକୁ ତାର ସମ୍ବନ୍ଧକୁ କୃଷ୍ଣ ସାଙ୍ଗରେ ଉଜାଗର ନ କରିକି ଭୌତିକ ଆବଶ୍ୟକତା ପୂର୍ଣ୍ଣ କରନ୍ତି, ତ ତା ଦ୍ଵାରା ଜୀବର ବେଶୀ ମଙ୍ଗଳ ହୁଏ ନାହିଁ। ତ ଏଇ ସବୁ ଜିନିଷ ଆମେ ଶୁଣିଲେ।
तो या क्वालिफिकेशन कौन शुणिले ये जो जी उपकार करिवो तो कौन तांका पाखे योग्यता थिवो सी निश्चय भाव में मुक्त होइतिबे भौतिक प्रकार भौतिक जगतर जो दुख जहाँ पापरु आरंभ होची पापर प्रतिक्रिया रु तो पापरु से मुक्त होइतिबे ता संगरे द्वंद्व मुक्त होइतिबे आध्यात्मिक स्थिति रे थिबे तो ये सब जिनिस आमे शुणिले तो प्रभुपाद आहरी कहउछन्ति क्षीण कल्मषा माने कौन ना पापर प्रतिक्रिया को कम करी 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 जीवा माने सासु बोहूंकर झगड़ा लगे सासु कहे तते काहेंगी 98 जर होइछि मु तोटू अधिक हवा दरकार तो शाशु कहला कि मोर 104 जर हवा दरकार तेणु ये भौतिक जगत रे जो प्रतिद्वंदिता चली कौन भौतिक आवश्यकता को पूर्ण करवा ऐश्वर्य को प्रदर्शन करवा तो ये सब कौन दिस इंक्रीजेस फीवर ऑफ मटेरियलिज्म कौन ज्वर बढ़ाए भोग रोग को बढ़ाए तेणु से आम सतर्क हवा दरकार आम जाना दरकार कि भौतिक जगत रे हमको प्रतिद्वंदिता करार ना स्ट्रगल फॉर एक्जिस्टेंस भौतिक जगत नुहे परंतु आध्यात्मिक जगत को फेरी जावाई करवा दरकार मटेरियल लाइफ मीन सेंसुअल एक्टिविटी जदि आम भौतिक शरीर में बंचुचे माने इंद्रिय सुख निश्चय आसव तेणु से इंद्रिय सुख सब कृत्रिम कहीं आम ही तैयारी करुचे आम पाप पुण्य कर्म बल वास्तव सुख हृदय रे भगवान संगे संबंध रखिले ही वास्तव सुख प्राप्त करिवार आम उत्सव पाई जाती प्रभुपाद कहते कि ठीक अच्छे आप भक्ति कोर्स करने कहते कृष्ण तृष्ण हाँपाई कहते किंतु आम आज समाज रे जो एडवांसमेंट करुचे प्रगतिशील समाज तो से केते सब सुख सुविधा मिलूँ प्रभुपाद कहते से सुख सुविधा केवल गोटे ही आवश्यकता कौन से सब को आम कृष्ण को सेवा व्यवहार करने दरकार प्रभुपाद को पचारे आप एरोप्लेन जो बुलायापी जाऊँ गोटे देश आउ देश प्रचार करने एरोप्लेन न कौन करते प्रभुपाद कहले यही जिते सब सुख सुविधा अच्छी से सब साधु जन ताकि संसार रे प्रचार करें निर्बंधे कृष्ण संबंधी युक्त वैराग्य उच्यते चेतन महाप्रभु हरिदास ठाकुर पचारे गछपत्र मानकर केमती उद्धार हम महाप्रभु महाप्रभु पचारे हरिदास ठाकुर को नाम आचार्य से कहते कि कई जन शुद्ध भक्त जे भगवान नाम को ग्रहण करती गछपत्र मानकर किंबा पाषाण जहाँकर पाषाण अर्थात पथर गछ पत्र पथर जहाँ भी जीव जंतु जहाँ रहिले तो से हृदय जो हरे कृष्ण महामंत्र स्पंदित हम तो से जीव मान बहुत जल्दी से मानव जोनि जन्म ने कि भक्त परिवार जन्म ने उद्धार हो पार तेणु कृष्ण चेतनशील व्यक्ति द्वारा सारा संसार समस्त जीव जगत समस्त कल्याण हो पार चेतना महाप्रभु झाड़ीखंडी जंगल जाऊे से समस्त पशु पक्षी चेतना महाप्रभु को घेरी रही भगवान नाम रे गान कर नृत्य करुले से भली चेतना हरे कृष्ण महामंत्र प्रदान कर जहाँ कृष्ण सहित जीवर संबंध को उजागर कर यही वास्तव जनमंगल कार्य लोग प्रश्न पचारती भगवान का नाम ले कौन हम नाम नेले सारा संसार उद्धार हो पार हाँ निष्ठापर भाव नाम नेबार आवश्यकता अच्छी प्रपात को निरपराध नाम नेबा दरकार अपराध न कि नाम नेबा दरकार तो अपराध कौन कौन आम जानी छे अरे अपराध रु मुक्त है कि भगवान का नाम ग्रहण करिवो ताले से नाम रो प्रभाव रहइबो हाँ प्रपात कहते आम समाज रे मंगल करने चाहते आम बाघ पाई हॉस्पिटल अच्छी कि केतेटा बाघ पाई कि हॉस्पिटल खोलते नहीं मनुष्य बहुत बड़ बड़ हॉस्पिटल कहते किंतु प्रपात कह जाए कि जो मनुष्यर प्रजाति अच्छी टोटाल जो सब प्रजाति 84 लाख प्रजाति मनुष्य प्रजाति चारि भाग ना कौन एमती अच्छी तेणु मनुष्य यत्नवान कौन सी जीवजंतु पशु यत्नवान नुहे आमर क्यों परोपकारता कृष्ण कृष्णशील सब ऑल परफेक्ट तो ये सब जिन शुणी सारी ओनली कृष्ण कॉन्शियस पर्सन जे अन्यर उपकार कर 26 नंबर श्लोक काम क्रोध विमुक्तानां जतिनां जत चेतसाम् अभितो ब्रह्म निर्वाणं वर्तते विदितात्मनाम्
काम क्रोध विमुक्ता नाम काम क्रोध जे मुक्त होइछन्ति जे माने आत्मा अनुभूति लाभ करछन्ति जे माने आत्म संयमी पूर्णता लाभ निमित्त सतत प्रयत्न करूछन्ति से माने निकट भविष्य निश्चित भाव ब्रह्म निर्वाण लाभ करि परिबे तेणु 25 नंबर श्लोक जो वर्णन करा क्षीण कर्मशा छिन्न द्विधा जतात्मान इंद्रिय मन इंद्रिय नियंत्रण करवा सर्वभूत एटा बहुत रेयर बहुत विरल तेणु जेहेतु विरल से भगवान ये 26 नंबर और 27 नंबर श्लोक धीरे धीरे कहे विरल हेले यहाँ संभव कर केमिति ना यही गुण को धारण करिकी जितेबाला जनक भितर कामना और क्रोध नथिबो सूक्ष्म सूक्ष्मतर स्तर को जाइकी जड़े काम क्रोधर भाव को भौतिक जगत रे बुझिवा दरकार भौतिक जगत एते मायार दी प्रकार शक्ति थाए आवरणात्मक शक्ति पक्षपात्मक शक्ति से माया हमको जोटा भल लगुच माया एते सुंदर भाव आस्तरण घोड़े देथिबो हमको लगुच एटा ही आध्यात्मिक जिनस एटा कले हमको मुक्ति मिलिबो किंतु सेटा वास्तव में भौतिक जिनस थिबो सेति मते जने डिवोटी पचारथिले केमिति हम जानिया भगवान का नाम जप करूचे जेतबेले प्रपात कहउछन्ति भक्तिर परीक्षा ए भौतिक जगतरु विरक्ति विरक्ति माने चिड़चिड़ा पड़न भौतिक जगतरु विरक्त होई जिबा वैराग्यर मनोभाव आनिबा एटा एतले हम भितर आसीबो जानिबा हम भगवान पर भल भक्ति करूछन्ति किबे भौतिक जगत को बुझिया पे हमको समय लागि जिवो खेती पे आमे जहा को आध्यात्मिक बोली कहउचे बेले बेले ए बड़ी परिस्थिति आसे वास्तव से आध्यात्मिक न थाए ओके 23 श्लोक अनुसार प्रभुपाद कौन कहते भावार्थ रे एटी देख बहुत गुरुत्वपूर्ण श्लोक भावार्थ लिखा है माने साधु संत जोगी ऋषि माने से माने सतत माने सब बेले मुक्ति पाया में प्रयत्नशील एति दशरथ महाराज ऋषि विश्वामित्र को पचारे कि आपणकर परिश्रम माने प्रयास ठीक चली ना आपण सन्यास नेले भगवान को प्राप्ति करने जन्म मृत्यु उद्धार ठीक चलती ना बेले बेले आम कहती ना तुम देह भल अच्छी संस्कृत कौन कहते माने तुम स्वास्थ्य भल अच्छी स्वास्थ्य माने कौन स्वे स्थित स्व अर्थात निजर स्थिति कौन कृष्णकर नित्य सेवक से ही स्थिति तुम स्थित अच्छ तो तेणु आम पचार हाँ भल अच्छी भल अच्छी भल अच्छी भल अच्छी माने कौन निश्चय भाव में आम भक्ति करवा दरकार ताकि आम वास्तव परिचय रहा दरकार तो ये से साधु संत मैंने सब प्रयत्न करती हाँ सब प्रयत्न करवा दरकार जत्न प्रति मुहूर्त चेक करवा दरकार कि आम कृष्ण पटे अच्छा ना माया पटे अच्छा कृष्ण पाखक जावाई केते परिश्रम कर तो जे व्यक्ति कृष्ण था सर्वोत्तम जोगी भागवतम रे वर्णन कराया यत्पाद पंकज पलाश विलास भक्त्या कर्माशयं ग्रथितम् उद्ग्राथयन्ति सन्तः तद्वन्रिक्तमतयो जतयोऽपि रुद्धा श्रुतो गणास्तमरणं भज वासुदेवम् परम पुरुष भगवान वासुदेव को भक्ति रे सेवा पूजा करने को चेष्टा करिया दरकार तेणु जोगी ऋषि माने इंद्रिय मानकर बेग को दमन करने सक्षम हो पारती भक्त माने हुए कहीं भक्त माने भगवान वासुदेव को भक्ति रे सेवा पूजा करती जोटा जोगी ऋषि मान कष्ट साध्य कहीं भौतिक जगत में कर्म करे फलर आशा निश्चय अच्छे आम से ऑटोमेटिक आम आसे मुझे कली मत परिणाम मिलनी केमती मिलनी आ परिणाम जो आस्वादनीय परिणाम जो सुलभ हाँ माने फेवरेबल अच्छी जो आम इच्छा निश्चय हम कि मुझे परिणाम को प्राप्त हेबी किंतु जितेबाला भगवान के भक्ति करती तो भौतिक जगतर कौन परिणाम को से आशा करती ना तेणु से सदा सर्वदा भगवान पाद पद्म सेवा करता दिव्य आनंद अनुभव करती भौतिक जगतर परिणाम को से तुच्छ ताहा सुखकर हो कि दुखकर हो सब तुच्छ ही मनती तेणु से इंद्रिय मान दमन करपारती जोगी ऋषि मुनि मैंने करपारती ना तृतीय पॉइंट बद्ध जीव मध्य फल भोगर कामना दृढ़ भाव में थाए ताकू आम मूलोत्पाटन करना तेणु जोगी ऋषि मैंने या कठिन परिश्रम करने सत्वे मुक्त हो पारती देखो फलर कामनार मुक्त हवा गोटे विषय फलर सॉरी फलर कामना कर्मर परिणाम मुक्त हवा गोटे विषय कर्मरु मुक्त हवा भी आ गोटे विषय जो आम कहचे कर्म ही भगवान को कर्म भगवान
जो कर्म भौतिक कर्म नुहे कृष्णଙ୍କର प्रीति ପାଇଁ जो कर्म कृष्णଙ୍କର निर्देश अनुसार ही करा जाए गुरुଙ୍କର अनुगत्य करा जाए से कर्म भगवानଙ୍କର ए जो भगवानଙ୍କର गुण को प्राप्त हुए सच्चिदानंदमय हुए तेणु ସେଥିପାଇଁ ଭଗବାନଙ୍କର ଭକ୍ତ कर्म କରିବା ପୂର୍ବରୁ कर्मକୁ ପରିଣାମ ଦିଟାକୁ ଭଗବାନଙ୍କୁ ଅର୍ପଣ କରିଥାନ୍ତି ତେଣୁ ବାହ୍ୟ ଜଗତର ଲୋକମାନେ ଯୋଗୀ ଋଷି ମୁନି ମାନେ ହେଲେ କର୍ମୀ ମାନେ ହେଲେ ଏମାନେ କେହି କେହି କର୍ମରେ ଆସକ୍ତି ଥାଆନ୍ତି ଫଳରେ ଆସକ୍ତି ଥାଆନ୍ତି କେହି କେହି କେବଳ ଫଳରେ ବି ଆସକ୍ତି ଥାଆନ୍ତି ତେଣୁ ସେଥିପାଇଁ कृष्ण चेतनाशीଳରେ ଯୋଉମାନେ ଭଗବାନଙ୍କର ସେବା କରନ୍ତି ସେମାନେ ଯେହେତୁ ଆତ୍ମା ଅନୁଭୂତିଶୀଳ ହେଇଥାନ୍ତି ବହୁତ ଜଲ୍ଦି ବ୍ରହ୍ମ ନିର୍ବାଣକୁ ପ୍ରାପ୍ତ ହୁଅନ୍ତି ବ୍ରହ୍ମ ନିର୍ବାଣ ମାନେ କଣ କହିଲେ ବ୍ରହ୍ମ ନିର୍ବାଣ ମାନେ ଭଗବାନଙ୍କର ଯୋଉ ଉଦ୍ଦେଶ୍ୟ ଜୀବମାନଙ୍କୁ ଉଦ୍ଧାର କରିବା ପାଇଁ ସେଇ ଉଦ୍ଦେଶ୍ୟରେ ସେମାନେ ଜୀବ ମାନେ ବ୍ରତୀ ହବା ବ୍ରହ୍ମ ଭାଇମାନେ କି ମିଶିଗଲେ ପୁରା ଏମିତି ନୁହେଁ ତେଣୁ ସେମାନେ ସମାଧିସ୍ଥ ହୁଅନ୍ତି ଆତ୍ମଜ୍ଞାନ ଲାଭ କରିବା ହେତୁ ସେମାନେ ସମାଧିସ୍ଥ ହୁଅନ୍ତି ସମାଧି କୋଉଥିରେ ଥାଏ ଭଗବାନଙ୍କର ସେବାରେ ଭଗବାନଙ୍କର ବିଭିନ୍ନ ସେବା ସେମାନେ କରୁଥାନ୍ତି ଉଦାହରଣ ପ୍ରପାତ ଉପମା କେତେଟା ଦେଇଛନ୍ତି ଦର୍ଶନ ଧ୍ୟାନ ସଂସ୍ପର୍ଶେ ମତ୍ସ୍ୟ କୁର୍ମ ବିହଙ୍ଗମଃ ସ୍ୱାନ୍ୟପତ୍ୟାନି ପୁଷ୍ପନ୍ତି ତଥାହମ୍ ଅପି ପଦ୍ମଜ ଯେମିତି ମାଛ ତାର ଯୋଉ ଛୋଟ ଛୋଟ କୁନି କୁନି ଛୁଆ ରହିଲେ ତାକୁ କେବଳ ଦେଖିଲେ କି ତାଙ୍କୁ ଖାଲି ଦେଖିଲେ ସେମାନେ ଶରୀର ତାଙ୍କର ବୃଦ୍ଧି ହୁଏ ମାଛ ମାନଙ୍କର ମାନେ ତାଙ୍କ ଛୁଆଙ୍କର ଶରୀର ବୃଦ୍ଧି ହୁଏ କୁର୍ମ କଇଁଛ କଇଁଛ ଯେତେବେଳେ ତାର ଛୋଟ ଛୁଆ ଅଣ୍ଡା ଦେଇକି ଆସେ ତାକୁ ସେ ଦେଖୁଥାଏ ପାଣି ଭିତରେ ପଶିକି ଦେଖୁଥାଏ ଦେଖିଲେ ସେ ଅଣ୍ଡା ବି ଧୀରେ 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 ବଢି ବଢି ଲାଗେ ଅଣ୍ଡାରୁ କଣ କଇଁଛ ବାହାରେ ସେମିତି ଭଗବାନ ବହୁତ ଦୂରରେ ଅଛନ୍ତି କିନ୍ତୁ ଭକ୍ତ ସବୁବେଳେ ଭଗବାନଙ୍କୁ ବିଷୟରେ ଚିନ୍ତା କରି 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 ଭଗବାନଙ୍କ ଧାମକୁ ପଳାଏ ଅନ୍ତରରେ ତେଣୁ କେବଳ ତାଙ୍କୁ ସ୍ମରଣ କରିକି ସେବାରାତ କରିକି ସେ ସ୍ତରକୁ ପଳେଇ ଆସେ ଭଗବାନ ହିଁ ଯାଏନି ଭଗବାନଙ୍କ ସ୍ତରକୁ ଆସେ ମାନେ ଭଗବାନଙ୍କ ଧାମରେ ପ୍ରବେଶ କରେ ତା ପାଇଁ କୌଣସି ଭୌତିକ ଦୁଃଖ ଯନ୍ତ୍ରଣା ନଥାଏ ସେ ଅବସ୍ଥାକୁ ବ୍ରହ୍ମ ନିର୍ବାଣ ଅବସ୍ଥା କୁହାଯାଏ କାହିଁକି ନା ଭକ୍ତ ବରାବର ଭଗବାନଙ୍କର ଧ୍ୟାନରେ ମଗ୍ନ ହେଇକି ଥାଏ ଓକେ ଆଉ କଣ ରହିଲା ଜଡ ଭରତ କଥା କୁହାଯାଉଛି ଜଡ ଭରତ ଯେ ରାଜା ରହୁଗଣଙ୍କର ପାଲିଙ୍କି ଧରିକି ଯାଉଥିଲେ ତ ସେ ପାଲିଙ୍କି ଧରିକି ଯିବା ସମୟରେ ପିମ୍ପୁଡି ଗୁଡା ଥିଲେ ତାଙ୍କ ପାଦ ପାଖରେ ଆସୁଥିଲେ ତ ସେ ଡେଇଁ ଡେଇଁ ଯାଉଥିଲେ କିନ୍ତୁ ଜଡ ଭରତ ସବୁବେଳେ ଭଗବାନଙ୍କର ଉପରେ ଧ୍ୟାନ କେନ୍ଦ୍ରିତ କରୁଥିଲେ କିନ୍ତୁ ଏ ରାଜା ଯେତେବେଳେ ତାଙ୍କୁ ଗାଳି କଲେ କହିଲେ ତୁମେ ଏତେ ହୃଷ୍ଟପୃଷ୍ଟ ହେଇଛ ତଥାପି ତୁମେ ଦେଖିକି ଚାଲି ପାରୁନ ମୁଁ ତୁମକୁ ଦଣ୍ଡ ବିଧାନ କରିବି ତ ତୁରନ୍ତ ସେ କଣ କହିଲେ କି ଏଇ ଜନ୍ମରେ ତୁମେ ରାଜା ଅଛ ମୁଁ ପ୍ରଜା ଆତି ହୁଏ ତ ପର ଜନ୍ମରେ ମୁଁ ରାଜା ହେଇଯିବି ତୁମେ ବି ପ୍ରଜା ହେଇପାରିବ ତ ଏଇ ଆତ୍ମଜ୍ଞାନ ସମ୍ପନ୍ନ ଭଗବତ ବିଜ୍ଞାନରେ ଯିଏ ଅଭିଭୂତ ହେଇଛନ୍ତି ଜଡ ଭରତ ତ ପରେ ରାଜା ରହୁଗଣଙ୍କୁ ଉପଦେଶ ପ୍ରଦାନ କଲେ କାହିଁକି ନା ବାସ୍ତବରେ ସେ ଆତ୍ମା ଅନୁଭୂତିଶୀଳ ଥିଲେ ସେଲ୍ଫ ଡିସିପ୍ଲିନ ଥିଲେ ଆତ୍ମାରେ ସେ ଆତ୍ମା ଶରୀର ଆତ୍ମାକୁ କୃଷ୍ଣ କେନ୍ଦ୍ର କରିବା ପାଇଁ ନିଜକୁ ନିୟନ୍ତ୍ରଣ କରୁଥିଲେ ତେଣୁ ପ୍ରଭୁପାଦ କହିଛନ୍ତି ସେଲ୍ଫ ଡିସିପ୍ଲିନ ମିନ୍ସ ନଟ୍ ଟୁ ଆଇଡେଣ୍ଟିଫାଇ ୱିଥ୍ ଦିସ୍ ବଡି ଆମେ ଯେତେବେଳେ ଶାସନ ହୁଅନ୍ତି କୁହାଯାଏ ଶାସନ ଶିଷ୍ୟ ହବା ବାଦେ ଶାରୀରିକ ଚେତନାକୁ ମାନେ ଶାରୀରିକ ଚେତନାରୁ ଆମେ ନିଜକୁ ଉନ୍ନତ ସ୍ଥିତିରେ ରଖିବା ତ ଏହା ହେଲା ଶିଷ୍ୟର କର୍ତ୍ତବ୍ୟ ପ୍ରଭୁପାଦ ଆଉ କଣ କହୁଛନ୍ତି ତେଣୁ ଆମକୁ ସହ୍ୟ କରିବା ପାଇଁ ପଡିବ ଯଦି ମୁଁ ଓକେ ଚେତନ ମହାପ୍ରଭୁ ଏଥିପାଇଁ କହିଲେ ତୃଣାଦପି ତରୋରପି ସହିଷ୍ଣୁ ବୃକ୍ଷ ଯେମିତି ସହାୟ କରେ ଏମିତି ଜୀବ ପ୍ରତ୍ୟେକ ଜୀବକୁ ସହାୟ କରିବାକୁ ପଡିବ ସୁଖ ଏବଂ ଦୁଃଖ ଦିଟା ମାନ ସମ୍ମାନ ସୁଖ ଦୁଃଖ ଏସବୁ ଜିନିଷ ଆମକୁ ସହାୟ କରିବାକୁ ପଡିବ ଆମର ଗୋଟିଏ ହିଁ ସମ୍ମାନ କଣ କୃଷ୍ଣଙ୍କର ନିତ୍ୟ ସେବକ ଏଇ ଗୌରବରେ ଯେତେବେଳେ ଆମେ ଭାଗବତମରେ ବର୍ଣ୍ଣନା କରାଯାଏ ମହିମ ନିଶ୍ଚୟ ମହିୟତେ କଣ କି ଜୀବର ବାସ୍ତବ ଗୌରବ ବାସ୍ତବ ସମ୍ମାନ କେତେବେଳେ ଆସେ ଯେତେବେଳେ ସେ କୃଷ୍ଣଙ୍କର ନିତ୍ୟ ସେବକ ରୂପରେ ସ୍ୱରୂପ ସ୍ଥିତିକୁ ଅନୁଭବ କରେ ବାସ୍ତବରେ ଜୀବ ଯେତେବେଳେ ଗୌରବ ଆଉ ମଣିଷ ଜନ୍ମ କେବଳ ସେଇଥିପାଇଁ କିନ୍ତୁ ଯେ ସାଧକ ସେ ବହୁତ ପ୍ରକୃଷ୍ଟ ରୂପରେ ବହୁତ ପ୍ରଯତ୍ନ କରିବା ଦରକାର କି କୋଉଟା ଭୌତିକ କୋଉଟା ଆଧ୍ୟାତ୍ମିକ ଯେ ପର୍ଯ୍ୟନ୍ତ ଏଇ ପ୍ରଶ୍ନ ଆମେ କୌଣସି ଉନ୍ନତ ସାଧୁଙ୍କ ଠାରୁ ଜାଣିନେ ତାର ଉତ୍ତର କି ବାସ୍ତବରେ ଆମେ ଜାଣିବା ଦରକାର କି ଏଇଟା ଭୌତିକ ଏଇଟା ଆଧ୍ୟାତ୍ମିକ କାରଣ ଭୌତିକ ଜଗତର ଏତେ ପରଦା ଅଛି ଆମେ ଜାଣିପାରୁନେ ଆମେ ଭାବୁଛେ ଏଇଟା ଆଧ୍ୟାତ୍ମିକ କିନ୍ତୁ ଆମେ ଆମର ବ୍ୟବହାର ଆମ ଚାଲିଚଳନ ଭୌତିକବାଦୀ ଲୋକଙ୍କର ଭଳି ନହେଲେ ମଧ୍ୟ ଆମେ ଭକ୍ତି କରୁଛେ ଆମକୁ ଲାଗୁଛି ଆମେ ଭକ୍ତି କରୁଛେ ଆଧ୍ୟାତ୍ମିକ ମାର୍ଗରେ ପ୍ରତି କିନ୍ତୁ ଆମର ବ୍ୟବହାର ଚାଲିଚଳନ କେତେ ମାତ୍ରାରେ ଭୌତିକ ଜଗତର ତ୍ରିଗୁଣରେ ପ୍ରଭାବିତ ଆମେ ନିଶ୍ଚୟ ଜାଣି ରଖିବା ଦରକାର ଶାନ୍ତ ମନରେ ଜାଣି ରଖିବା ଦରକାର ନହେଲେ ମୁଁ ଭକ୍ତି କରୁଛି ତମେ ମତେ କାହିଁ ଏମିତି କହିଲ
तेणु प्राय टाइम रे मुझे ये भौतिक जगत रे कौन सी जिनस एते गुरुत्वपूर्ण नुहे ताले आमे ताको केमती व्यवहार करबा ता पई दायित्व नेकी कृष्ण को सेवा लगेबा ए भौतिक जगत रे कौन सी संपर्क एते गुरुत्वपूर्ण नुहे केवल गुरु और शिष्यर संपर्क कही ना कहते ए जगत रे गुरु शिष्य संपर्क केवल गोटे परफेक्ट रिलेशन आ कौन सी संपर्क गुरुत्वपूर्ण नुहे तेणु कौन सी परिस्थिति हमको मोहित कर दे परिबो एतबेले आमे कृष्ण चेतन न हवा आमे ध्यान रखिबा दरकार प्रपात कहते ब्रह्मने से बहुत जल्दी भगवान कर ये प्रवेश करने बाल गोपाल माने हमें देखो छे if I enter into some spiritual planet and serve the supreme personality of God that is also another spiritual existence बुद्ध बुद्ध देव एंदी मानंदी कि मृत्यु परे और किछि नाही शून्य शून्यवाद निर्वाण किछि नाही एटा से ब्रह्म निर्वाण नुहे ब्रह्म निर्वाण अर्थात जीव जेतबेले एई गुण को धारण करे ब्रह्म निर्वाण स्थिति को प्राप्त करे जे कोठी प्रवेश करिवो ना भगवान कर हमरे प्रवेश करिवो जदि से जोगी हेतिवो कोठी जीवो किबा जाने जाने ब्रह्मवादी हेतिवो जने भक्त हेतिवो तो अलग अलग डिस्टिंक्शन अछि किंतु ओवरऑल को अछि से भगवान कर मार्ग रे भगवान कर गुण को धारण करिवो अर्थात यदि से जोगी हेतिवो ताले कोनसी से लक्ष्य अनुसार प्रवेश करिवो तार लक्ष्य यदि अछि वैकुंठ प्लैनेट रे प्रवेश करिया पे वैकुंठ जीवो यदि भगवान का धाम को जीवो किंबा यदि ब्रह्म रे लीन होवा पे चाहेबो ताले किछिटा से बड़ी भी कांसेप्ट अछि ब्रह्म निर्वाण स्टेज ऑफ एब्सेंस ऑफ मटेरियल मिजरी ड्यू टू बीइंग कांस्टेंट इमर्शन सुप्रीम भगवान कर चेतना रे समाधिस्थ है कि भौतिक जगत रो द्वंद्व रे मुक्त होई जीवा ब्रह्म निर्वाण स्थिति तो सब उदाहरण हम सुनी सारे ओके 17 रु 26 नंबर श्लोक है सब हम सुनले 17 18 19 कोन 17 रे अच्छा 18 19 लिखा है इक्वल विजन समदृष्टिकोण पाइबा ए भौतिक जगत प्रति एते घृणा द्वेष न रखिबा स्थिर बुद्धि होगा आए तत्व माने आध्यात्मिक ज्ञान को प्राप्त करिया भगवान का विषय रे नो रिजेक्शन लैमेंट भौतिक जगत रो सुख दुख दीटा जिनस प्रति जड़े गण निरपेक्ष रहिबा भौतिक आसक्ति न रखिबा सह्य करिबा क्रोध काम क्रोध लोभ सह्य करिबा केमिति सह्य करिबा हायर गोल हायर हैप्पीनेस सुख अंतर सुख है सब प्राप्त होती बोली से सह्य कर पारछि तो ये सब जिनस हम कवर कर सारलानी देखो एटा छोटो फोटोटे अछि नाली नाली माने रेड कलर रही जो लोक से आउटे ग्रे कलर लोक को ताको कोन दमन कर दो जत चित सामने मन को हमें दमन करवा दरकार ओके भगवती तारे ये सब जिनस हम शुणी सारे आ टिके अच्छा गोटे 27 37 समय केते होला ओके आओ 10-15 मिनिट छाड़ देवा वर्षन् कृत्वा बहिर्बाह्यांश्चक्षुश्चैवान्तरे भ्रुवो प्राणपानो कृत्वा नासाभ्यन्तरचारिणो जितेन्द्रियमनोबुद्धिर्मुनिर्मोक्षपरायणः विगतेच्छावय क्रोधो यशदा मुक्त एव स मुनिर्मोक्षपरायण ତେଣୁ ଭଗବାନ ଏବେ କହିବେ କି ଏଇ ଯୋଉ ସ୍ଥିତି ମଧ୍ୟ ଜଣେ ଅଷ୍ଟାଙ୍ଗ ଯୋଗ କରିକି ପାଇପାରିବ ହେଲା कृष्ण एपर्यंत कौन कहले कि पूर्ण ज्ञान रही यदि आम निष्काम कर्म जुगरे लिप्त रहा ताले आम स्थिति प्राप्त हवा किंतु एबे दीटा श्लोक जो कहते 27 नंबर 28 नंबर श्लोक कहते यही ज्ञान मतलब अष्टांग जोगरे पाइपर अष्टांग जोग साधन करके स्थिति को आसीपर तेणु कौन कहला समस्त बाह्य इंद्रिय समस्त बाह्य इंद्रिय भोग्य विषय वस्तु को त्याग करी चक्षु बा दृष्टि को भ्रू दुई भ्रू मध्य जोटी माता जी माने टिकिल लगाती जगह भ्रू मध्य स्थिर करी नासा मध्य प्राण अपान वायु को रुद्ध करी अर्थात जोगी मन बुद्धि इंद्रिय गुड़ी को यही संयत करी काम क्रोध भय मुक्त हुआ सर्वदा यही अवस्था था से वास्तव में मुक्त अटाती अष्टांग जोगर विभिन्न कथा कहुई
ତ ସର୍ବଦା କୃଷ୍ଣ ଚେତନାରେ ରହିଲେ ବ୍ୟକ୍ତି ସାଙ୍ଗେ ସାଙ୍ଗେ ତାର ଦିବ୍ୟ ସ୍ଥିତି ବୁଝିପାରିବ। ବେଳେବେଳେ ମୁଁ କହେ ନା, ତମେ ଆଜି ଯୋଉ କଥା କହୁଛ, ଆମେ ଆମେ ତମେ ନ କ୍ଷମା କରିବେ, ତ ଆମେ ଆଜି ଯୋଉ ସ୍ଥିତିରେ ଅଛେ, ଯଦି ଆମେ ଯୋଉଦିନ ଶୁଦ୍ଧ ଭକ୍ତ ହେଇଯିବା, ସେଦିନ ଆମେ ଜାଣିବା ଆମେ ସ୍ଥିତିଟା ସତରେ ଭକ୍ତ ବାଲା ଥିଲା କି କା ବାଲା ଥିଲା, ଆମେ ଜାଣିପାରିବାନି। ସେ ଜାଣିପାରିବା ସେତେବେଳେ। ଆମେ କହୁଛେ ଆମେ ଭକ୍ତି କରୁଛେ, ଏଇଟା କରୁଛେ ସେଟା କରୁଛେ, ଯେତେବେଳେ ଶୁଦ୍ଧ ଭକ୍ତ ହେଇଯିବା ଜାଣିବା କି ଆମେ ଏତେ ଭଲ ଭକ୍ତ ନଥିଲେ ସେତେବେଳେ। ତେଣୁ ଯିଏ କୃଷ୍ଣ ଚେତନାରେ ରହିବ, ସିଏ ବାସ୍ତବରେ ଦିବ୍ୟତାକୁ ଜାଣିପାରିବ, ଆଧ୍ୟାତ୍ମିକ ଜିନିଷ ଜାଣିପାରିବ। କିଛି ସମୟ ପୂର୍ବରୁ ମୁଁ କହୁଥିଲି ଆଧ୍ୟାତ୍ମିକ ଆଉ ଜଡତା, ଏ ଦିଟା ଜିନିଷ ଜାଣିବା ଦରକାର। କିଏ ଜାଣିପାରିବ? ଯେ ଭକ୍ତି କରିବ। ଭକ୍ତି କରିବା ମାନେ କଣ? ଶ୍ରବଣମ୍ କୀର୍ତ୍ତନମ୍ ବିଷ୍ଣୁ ସ୍ମରଣଂ ପାଦ ସେବନମ୍। ତ ଏଇ ସବୁ ଜିନିଷ ଯଦି ଜଣେ କରିବ, ତାହେଲେ ସେ ଜାଣିପାରିବ। ତେଣୁ ଯିଏ ଭକ୍ତି ଯୋଗ ମାର୍ଗରେ ସ୍ଥିର ଅଛି, ମାନେ କନଭିନ୍ସଡ, ଫିକ୍ସଡ ଇନ ଡିଭୋସନାଲ ସର୍ଭିସ, ସେ ଦିବ୍ୟ ସ୍ଥିତିକୁ ଆସିଯାଏ। କର୍ମକ୍ଷେତ୍ରରେ ଭଗବାନଙ୍କର ଉପସ୍ଥିତିକୁ ଅନୁଭବ କରିବା ପାଇଁ ଯୋଗ୍ୟ ହେଇଯାଏ। ମାନେ ପ୍ରତ୍ୟେକ ଜୀବନର ପ୍ରତ୍ୟେକ ପରିସ୍ଥିତିରେ ଭଗବାନଙ୍କର ଉପସ୍ଥିତିକୁ ସେ ଜାଣେ, ଉପସ୍ଥିତିକୁ ଜାଣେ, ହସ୍ତକ୍ଷେପକୁ ଅନୁଭବ କରେ, ଭଗବାନଙ୍କର କୃପା ଆଶୀର୍ବାଦକୁ ସେ ହୃଦୟଙ୍ଗମ କରେ। ସେ ସ୍ଥିତି ହେଲା ବ୍ରହ୍ମ ନିର୍ବାଣ ସ୍ଥିତି। ତ ଭଗବାନ ଅର୍ଜୁନଙ୍କୁ କିନ୍ତୁ କଣ କହୁଛନ୍ତି? ତମେ ଅଷ୍ଟାଙ୍ଗ ଯୋଗ ଅତି କରିବ ମଧ୍ୟ, ୟମ ନିୟମ ଆସନ ପ୍ରାଣାୟାମ ପ୍ରତ୍ୟାହାର ଧାରଣା ଧ୍ୟାନ ସମାଧି। ତ ଏଇ ସ୍ଥିତିରେ ରହିଲେ ମଧ୍ୟ ଆମେ କଣ ଏଇ ସ୍ଥିତିକୁ ଆସିପାରିବା। ଗୋଟେ ପ୍ରତ୍ୟାହାର ଅଛି। ପ୍ରତ୍ୟାହାର ମାନେ ଭୌତିକ ଜଗତର ସୁଖ, ଶବ୍ଦ ସ୍ପର୍ଶ ରୂପ ରସ ଗନ୍ଧରୁ ମୁକ୍ତ ହବା। ଓକେ, ପ୍ରପାଦ। ତ ଏଇଟା ଏଇ ଯୋଉ ପୁରା ଅଷ୍ଟାଙ୍ଗ ଯୋଗ ଅଛି, ତ ଆମେ ନେକ୍ସଟ ଚାପ୍ଟରରେ ପଢିବା। ତ ଏଇଠି କୁହାଯାଉଛି କି এই ଅଷ୍ଟାଙ୍ଗ ଯୋଗ ଅଭ୍ୟାସ କରି ବ୍ୟକ୍ତି ଇନ୍ଦ୍ରିୟ ସଂଯମ କରିପାରେ। ଇନ୍ଦ୍ରିୟ ସଂଯମ କରୁଛି, ବାହ୍ୟ ଇନ୍ଦ୍ରିୟ ଭୋଗ ବସ୍ତୁରୁ ଦୂରେଇ ଯାଏ, ବ୍ରହ୍ମ ନିର୍ବାଣ ଲାଭ କରିବା ଯୋଗ ପ୍ରସ୍ତୁତ କରେ। ଦେଖ ଏଠି କଣ ଲେଖା ଅଛି? ପ୍ରସ୍ତୁତ କରେ ମାନେ ଗେଟ୍ ରେଡି। କିନ୍ତୁ ଉପର ଶ୍ଲୋକରେ କଣ କହିଲେ? ସିଏ ପ୍ରାପ୍ତ କରେ, ବ୍ରହ୍ମଣ ସ୍ଥାନକୁ ପ୍ରାପ୍ତ କରେ। ପ୍ରପାତ କହୁଛନ୍ତି ଯୋଗ ପଦ୍ଧତି ବ୍ୟକ୍ତିକୁ ସମସ୍ତ ପ୍ରକାର ଭୟ କ୍ରୋଧରୁ ମୁକ୍ତ ହେବାରେ, ଦିବ୍ୟ ସ୍ତରରେ ପରମାତ୍ମାଙ୍କର ଉପସ୍ଥିତିକୁ ଅନୁଭବ କରିବାରେ ସାହାଯ୍ୟ କରେ। ତେଣୁ କୃଷ୍ଣ ଚେତନା ମାର୍ଗ ସବୁଠାରୁ ସୁଗମ ମାର୍ଗ। ଏଇ ସ୍ଥିତି ବ୍ରହ୍ମ ନିର୍ବାଣ ସ୍ଥିତିକୁ ପ୍ରାପ୍ତି କରିବା ପାଇଁ ସବୁଠାରୁ ସୁଗମ ମାର୍ଗ ହେଲା ମାନେ ଭଗବାନଙ୍କର ଏ କୃଷ୍ଣ ଚେତନଶୀଳ ହବା। କାହିଁକି ନା ଏଥିରେ ଆମେ ଭଗବାନଙ୍କର ଦିବ୍ୟ ସେବାରେ ନିଯୁକ୍ତି ହୁଅନ୍ତି। ଯେତେବେଳେ ଆମେ ଭଗବାନଙ୍କର ଦିବ୍ୟ ସେବାରେ ନିଯୁକ୍ତି ହୁଅନ୍ତି, ସେତେବେଳେ ଆମର ଇନ୍ଦ୍ରିୟ ଅନ୍ୟତ୍ର ନିଯୁକ୍ତି ହୁଏ ନାହିଁ। ତେଣୁ ଅଷ୍ଟାଙ୍ଗ ଯୋଗର ଯୋଉ କଥା କୁହାଗଲା, ଇନ୍ଦ୍ରିୟ ମାନେ ଇନ୍ଦ୍ରିୟ ଭୋଗ୍ୟ ବିଷୟବସ୍ତୁ ଠାରୁ ଦୂରେଇ ରହିବେ, ତାହା ସ୍ୱତଃ ସମ୍ପାଦିତ ହୁଏ ଯେତେବେଳେ ଆମେ ଭଗବାନଙ୍କର ଭକ୍ତି କରି ଭଗବାନଙ୍କର ସେବା କରୁଛନ୍ତି। ନା ଆଉ ବ୍ରହ୍ମ ନିର୍ବାଣ, ପରମ ବ୍ରହ୍ମ ପରମ ପୁରୁଷ ଭଗବାନ ଶ୍ରୀକୃଷ୍ଣଙ୍କ ସେବା କଲେ ଭଗବାନଙ୍କର ଭଗବତ୍ତାକୁ ଆମେ ଅନୁଭବ କରିପାରନ୍ତି। ତେଣୁ ପ୍ରଭୁପାଦ କହୁଛନ୍ତି ଇନ୍ଦ୍ରିୟ ଦମନ କରିବାର ସୁଗମ ପନ୍ଥା ମଧ୍ୟ ଏ କୃଷ୍ଣ ଚେତନଶୀଳ ହବା। ଓକେ, 18-22। ତ ଏ ସବୁ ଜିନିଷ ଆମେ ବହୁତ କ୍ଲିୟରଲି ଶୁଣି ସାରିଲେଣି। ଆଚ୍ଛା, ଏଠି କଣ ଲେଖା ଅଛି? ଗୋଟେ ଇଣ୍ଟରନାଲ ଏକ୍ସଟର୍ନାଲ ବିହେଭିୟର ଆକ୍ଟିଭିଟି ଅଫ ସେଲ୍ଫ ବାହାରେ ଆଉ ଅନ୍ତରରେ। ଅନ୍ତରରେ କେହି କନଫ୍ୟୁଜ ହବନି। ଇଣ୍ଟରନାଲ ବିହେଭିୟର ମାନେ ହୃଦୟରେ ସେ ଆନନ୍ଦ ପ୍ରାପ୍ତ ହେଇଥିବ, ହୃଦୟରେ ସେ କର୍ମଠ ହେଇଥିବ, ହୃଦୟରେ ସେ ଆନନ୍ଦକୁ ଆସ୍ୱାଦନ କରୁଥିବ। ସେ ସବୁ ଜିନିଷ ଅନ୍ତରର କଥା। ବାହାର କଥା କାମ କ୍ରୋଧ ଲୋଭକୁ ଜୟ କରୁଥିବ ପ୍ରତ୍ୟେକ ମୁହୂର୍ତ୍ତରେ। ପ୍ରଭୁ ଜଗନ୍ନାଥ ସ୍ୱାମୀ ଗୁରୁ ମହାରାଜ କହିଲେ ଆମକୁ କାମ କ୍ରୋଧ ଲୋଭ ପ୍ରତି ମୁହୂର୍ତ୍ତରେ ତାକୁ ଜୟ କରିବାକୁ ପଡିବ, ସବୁ ପରିସ୍ଥିତିରେ ଆମକୁ ଜୟ କରିବାକୁ ପଡିବ। ଆଉ କିଛି ରହିଲେ ନାଇଁ, ଠିକ ଅଛି। 27-28। ତ ଏଇ ଯୋଉ ଅଷ୍ଟାଙ୍ଗ ଯୋଗର ଗୋଟେ ବ୍ରିଫ ଦିଆହେଇଛି। ୟମ ମାନେ ଯମ ମାନେ କଣ? ଯମ ମାନେ କଣ କଣ କରିବା, କଣ କଣ କରିବା ନାହିଁ। 5 ପ୍ରକାର ଅଛି। ଅହିଂସା, ସତ୍ୟ, ଅସ୍ତେୟ, ବ୍ରହ୍ମଚର୍ଯ୍ୟ, ପରିଗ୍ରହ। 5 ରିଷ୍ଟ୍ରେଣ୍ଟ ମାନେ ଅହିଂସା ପାଳନ କରିବା ଦରକାର, ସତ୍ୟ ମିଥ୍ୟାବାଦୀ ନ ହବା ଦରକାର, ଅସ୍ତେୟ ଚୋରି ନ କରିବା ଦରକାର, ବ୍ରହ୍ମଚର୍ଯ୍ୟ ନିୟନ୍ତ୍ରଣ କରିବା ଦରକାର, ଅପରିଗ୍ରହ ଅପରିଗ୍ରହ ମାନେ ପଜେସିଭ ମେଣ୍ଟାଲିଟି ନ ରଖିବା ଦରକାର, ନିୟମ ଏଇ ସବୁ ଜିନିଷ କରିବା ଦରକାର, ଶୌଚ, ସନ୍ତୋଷ, ତପ, ଶ୍ରଦ୍ଧାୟ, ଈଶ୍ୱର ପ୍ରଣିଧାନ କରିବା ଦରକାର। ତାପରେ ଆସନ, ନିୟମ ମାନେ ଡୁଜ ଆଣ୍ଡ ଡୋଣ୍ଟସ, ବିଧି ନିଷେଧ।
तापरे केमिति बसिबा सिटिंग पोस्चर केमिति प्राणायाम ब्रीदिंग एक्सरसाइज माइंड टे कंट्रोल हबो बॉडी रे 10 प्राण अछि से 10 प्राण के नियंत्रित हबो धीरे प्रत्याहार माने इंद्रिय भोग विषय वस्तु नाम निजको दूरे रहबा एक्सेप्टिंग फेवरेबल रिजेक्टिंग अनफेवरेबल थिंग्स प्रत्याहार बोले धारणा धारणा माने कंसंट्रेट करिया भगवान कर विशेष करके भगवान कर ज्योति प्रकाशित हुए तापर हमें धारणा करंती जो ध्यान तळे आसे भगवान कर स्पेसिफिक लिम्स अंग कांति उपरे से अंग अंग राज्य उपरे ध्यान ध्यान करंती स्पेसिफिक लिम्स समाधि माने फुल्ली एब्जॉर्प्शन ते सब अंशता है किंतु प्रभुपाद कहती जो माने योगी माने रहिले एंती जोगी माने जल भितर तपस्या करथिले जल भितर देखिले दुईटी माछ से संभोग करछंती सेतबेले से तांकर मन विचलित होला से आसी कौन कले भागवत में चरित्र अछंती तो से आसी कौन कले तांकर घरतर संसार पुणी विवाह कले घरतर संसार कले तेणु तीन जने कृष्ण तृष्ण जेतबेले होचंती भगवानकर भक्ति को निष्ठापर भाବରେ आचरण करछंती सेतबेले से मार कौन से प्रयोजन रे पड़ंतनी भौतिक जगत रे कौन से सुखर संधान ताकर न थाए यार खोजिबार आवश्यक खोजिबार नाही जे खोजिनी भौतिक जगत रे सुख ताको मिलले से नबो काहे से भक्त है तेणु प्रभुपाद कहते कि जे कृष्ण चेतनशील अच्छा तो सेमाने ए भौतिक जगत कृत्रिम सुख पचर पड़ती ना जो विश्वामित्र मुनि दुर्वासा मुनि एमाने बहुत बड़ बड़ उदाहरण किंतु जो महाराज अम्बरीश कथा कहला युधिष्ठिर महाराज कथा कहला तो एमाने भगवान शुद्ध भक्त तो ये भक्त माने सब भक्तिर गौरव मान को रक्षा कर सब समय निजर इंद्रिय को दमन कर कृष्ण सेवा नियोजित कर तो भगवान विभिन्न प्रकार सेवा कले निश्चय भाव में आम इंद्रिय नियंत्रण रहिब ऋषिकेन ऋषिकेश ऋषिकेश ऋषिकेन ऋषिकेन ऋषिकेश सेवा भक्ति रुच्यते भगवान इंद्रिय माध्यम भगवान सेवा कले आम मुक्त हो पारिबा ओके तो प्रभुपाद कहते भक्ति योग ज्ञान योग अपेक्षा अष्टांग योग आहरी उन्नत अष्टांग योग अपेक्षा भक्ति योग आहरी उन्नत लिबरेशन एंड द सुप्रीम लास्ट श्लोक सॉरी तो आम समस्ते ये श्लोक मिसिकी उच्चारण करवा आ श्लोक आम मन भी रखा गोटे सेकंड तो जो मैंने उपस्थित भी अच्छा अनम्यूट करके उच्चारण करंतु भोक्तारं यज्ञ तपसां भक्तारं यज्ञ तपसा सर्वलोक महेश्वरम् सर्वलोक महेश्वरम् सुहृदं सर्वभूतानां सुहृदं सर्वभूतानां ज्ञात्वा मां शान्तिमृच्छति ज्ञात्वा मां शान्तिमृच्छति। समस्त म्यूट कर दियो तो ये श्लोक रे प्रभुपाद कहते ये श्लोक है शांति प्राप्तिर सूत्र साधु संत महात्मा गण मते भगवान कृष्ण समस्त यज्ञ कर्म तपस्या व्रतादि अंतिम उद्देश्य समस्त लोक और देवता मान ईश्वर दुई रे गला तृतीय रे समस्त जीवर उपकारी और मंगलाकांक्षी बंधु बोली तीन गला जाने भौतिक दुख जंत्रणा मुक्त हो शांति प्राप्त हुअन्ति ओके मायावत जीव शांति पाई सब उद्विग्न होकी थाए कि जाने केउटी शांति मिलियो बोली आ सर्वोत्तम शांति सूत्र एटी वर्णन करायाछि जे जाने कि जेते सब आमे भोग करिवार संसाधन अछि से भोग करिवार उद्देश्य किए कृष्ण यज्ञ भगवान यज्ञ पुरुष यज्ञ माने कौन भगवान विष्णु यज्ञ वही विष्णु तेणु समस्त प्रकार भोग करिवार उद्देश्य भगवान का निकट ही संपूर्ण हुए आ संगे भगवान सचराचर जीव जगत समस्त देवता पशु पक्षी जगत समस्त ईश्वर सर्वलोक लोक मान ऑल प्लानेटरी सिस्टम ये सब ग्रह नक्षत्र समस्त ईश्वर ब्रह्मा शिव भगवान कृष्ण बड़ तम ईश्वर नाम परम महेश्वर किंतु मायाबद्ध जीव जे भावुंट
ବେଳେବେଳେ ଭାବନ୍ତି ଆମେ ମାଲିକ ବୋଲି। ବାସ୍ତବରେ ଆମେ ମାଲିକ ନୁହେଁ, ଆମେ ଭଗବାନଙ୍କର ବହିରଙ୍ଗା ଶକ୍ତିର ଅନ୍ତର୍ଭୁକ୍ତ। ସବୁ ବହିରଙ୍ଗା ଶକ୍ତି ଭଗବାନଙ୍କର ଅଧୀନରେ କାମ କରେ। ଆମେ ଦାସର ଦାସ। ଯଦି ଆମେ ପ୍ରତ୍ୟକ୍ଷ ରୂପରେ ଭଗବାନଙ୍କର ଭକ୍ତି ନ କରୁଛେ, ଭଗବାନଙ୍କର ଦାସଙ୍କ ଦାସତ୍ୱ ସ୍ୱୀକାର କରୁନାହାନ୍ତି, ସେତେବେଳେ ଆମେ ମାୟାର ଦାସ ହୁଅନ୍ତି। ଦାସତ୍ୱ ଆମ ଜୀବନର ସାମ୍ବିଧାନିକ ସ୍ଥିତି। ତେଣୁ ପ୍ରଭୁପାଦ କହୁଛନ୍ତି ଭଗବାନ ଶ୍ରୀକୃଷ୍ଣ ସର୍ବଶକ୍ତିମାନ ତଥା ସମସ୍ତ ଜୀବ ସମସ୍ତ ବିଶିଷ୍ଟ ଦେବତା ତାଙ୍କର ଅଧୀନ ଅଟନ୍ତି। ଆଉ ଏଇ ସବୁ ଜିନିଷ ଯଦି ଜାଣେ, ତିନିଟା ଜିନିଷ ଯଦି କିଏ ଜାଣିବ, କି ଭଗବାନ କଣ, ସମସ୍ତ କୃଷ୍ଣ ଇଜ ଦ ସୁପ୍ରିମ ଏଞ୍ଜୟର। ଯେତେ ସବୁ ଅର୍ଥ ଯଜ୍ଞ ରହିଲା, ତପସ୍ୟା ରହିଲା, ଭୋଗ କରିବାର ଯାହା ବି ସଂସାଧନ ରହିଲା, ସବୁର ଭଗବାନ ହିଁ କେବଳ ଭୋକ୍ତା। ଦ୍ୱିତୀୟରେ ସର୍ବଲୋକ କୃଷ୍ଣ ଇଜ ଦ ସୁପ୍ରିମ ପ୍ରୋପାଇଟର। କୃଷ୍ଣ ଇଜ ଦ ସୁପ୍ରିମ ପ୍ରୋପାଇଟର। ଯେତେବେଳେ ଆମେ କହୁଛେ ଭଗବାନ କୃଷ୍ଣ ଇଜ ଦ ସୁପ୍ରିମ ଏଞ୍ଜୟର, ତ ତା ମାନେ ମଧ୍ୟ ଯୋଉମାନେ କର୍ମ ଯୋଗୀ ମାନେ ରହିଲେ କିମ୍ବା ଜ୍ଞାନୀ ମାନେ ରହିଲେ, ସେଠି କଣ ସେମାନେ ଭୋଗ କରିବାର ତାଙ୍କର ଉଦ୍ଦେଶ୍ୟ ଥାଏ ଭୋଗ କରିବା। ତେଣୁ ତାଙ୍କ ପାଇଁ କୃଷ୍ଣ ଇଜ ଦ ସୁପ୍ରିମ ଅବଜେକ୍ଟ ଅଫ worship। କିନ୍ତୁ ଯେତେବେଳେ ଆମେ କହୁଛେ ସୁପ୍ରିମ ପ୍ରୋପାଇଟର, ଯୋଉମାନେ ପରମାତ୍ମାଙ୍କ ଉପରେ ଧ୍ୟାନ କରନ୍ତି, ଅଷ୍ଟାଙ୍ଗ ଯୋଗୀ, ତ ତାଙ୍କ ପାଇଁ କୃଷ୍ଣ ମଧ୍ୟ କଣ ଅବଜେକ୍ଟ ଅଫ worship। କିନ୍ତୁ ଯେତେବେଳେ କୁହାଯାଏ ସୃଦମ ସର୍ବଭୂତାନାଂ, ସମସ୍ତ ଜୀବଙ୍କର ମଙ୍ଗଳାକାଂକ୍ଷୀ ବନ୍ଧୁ, ସେତେବେଳେ ଭଗବାନ କୃଷ୍ଣ ସମସ୍ତ ଭକ୍ତି ଯୋଗୀ ମାନଙ୍କର ତାଙ୍କର ଅବଜେକ୍ଟ ଅଫ worship, ମାନେ ସେବା କରିବାର ଉଦ୍ଦେଶ୍ୟ। ଭଗବାନ ତିନିଟା ଜିନିଷ କଲେ, ସର୍ବ ଭକ୍ତାର ଯଜ୍ଞ ତପସ୍ୟା, ସମସ୍ତ ଭଗବାନ ହେଲେ ଯଜ୍ଞେଶ୍ୱର, ଆଉ ସର୍ବଲୋକ ମହେଶ୍ୱର, ଆଉ ସର୍ବ ସୁହୃଦମ ସ୍ୱରୂପ, ସମସ୍ତ ଭୂତ ଅର୍ଥାତ ସମସ୍ତଙ୍କର ସୁହୃଦ। ତିନିଟା ଜିନିଷ କହିଲେ, ହୁ ଆର ଅବଜେକ୍ଟ ଅଫ worship, ଜ୍ଞାନୀ ଓ କର୍ମୀ ମାନଙ୍କର, ଅଷ୍ଟାଙ୍ଗ ଯୋଗୀ ମାନଙ୍କର, ଆଉ ଭକ୍ତ ମାନଙ୍କର। ଯିଏ ଜାଣେ ଏ ସବୁ କଥା, ସିଏ ଭୌତିକ ଜଗତର ତିକ୍ତତାରେ ପଡେନି। ତା ପରବର୍ତ୍ତୀ କଣ କରେ, ଭଗବାନଙ୍କର ଦାସତ୍ୱ ସ୍ୱୀକାର କରିକି କୃଷ୍ଣ ଜନ୍ମଶୀଳାରେ କାମ କରେ। ପ୍ରଭୁପାଦ କହିଲେ ଜ୍ଞାନ ଯୋଗ ଭକ୍ତି ଯୋଗ ଆଡକୁ ମାର୍ଗ ନିର୍ଦ୍ଦେଶ କରେ। କୃଷ୍ଣ ଚେତନାର ଅର୍ଥ ହେଲା ବ୍ୟକ୍ତିର ଭଗବାନ ସହ ସମ୍ପର୍କ କଣ, କୃଷ୍ଣ ଏହି ସମ୍ପର୍କକୁ ପୂର୍ଣ୍ଣ ଜ୍ଞାନ ଭାବରେ କେମିତି ଆମେ ଉପଲବ୍ଧ କରିବା, ସେଇ ଚେତନାରେ କର୍ମ କରିବା। ବିଶୁଦ୍ଧ ଆତ୍ମା ଭଗବାନଙ୍କର ଅଂଶ ସ୍ୱରୂପ ଏକ ଚିରନ୍ତନ ସେବକ, ସେଇ କଥା ଆମେ ଶୁଣୁଥିଲେ। କିନ୍ତୁ ପ୍ରଭୁପାଦ ସବୁବେଳେ ପାଖରେ ପାଖରେ କହୁଛନ୍ତି ମାୟାର କାମ କଣ, ମାୟା ସବୁବେଳେ ପ୍ରଭୁତ୍ୱ, ମାନେ ମୁଁ ଯାହା ଦେଖିଲି ସବୁ ମୋର, ଯାହା ସବୁ ଦେଖିଲି ସବୁ ମୋର, ସେଇ କାମନା ବଶବର୍ତ୍ତୀ ହେଇଛି, ଦୁଃଖ ପାଉଛି। ଯେ ପର୍ଯ୍ୟନ୍ତ ଭୌତିକ ବସ୍ତୁର ସଂସ୍ପର୍ଶରେ ଅଛି, ଭୌତିକ ଆବଶ୍ୟକତା ଅଛି, ତାହେଲେ ଆମେ ଦୁଃଖ ପାଇବା ହିଁ ପାଇବା। କିନ୍ତୁ କୃଷ୍ଣ ଚେତନାଶୀଳ ହେଇଗଲେ ଭୌତିକ ଜଗତରେ ରହିକି ମଧ୍ୟ ତାଙ୍କର ଆଧ୍ୟାତ୍ମିକ ଚେତନା ଜାଗ୍ରତ ହବ, ଭୌତିକ ସଂସ୍ପର୍ଶ ସେମାନେ ମୁକ୍ତ ହେବେ। ପ୍ରଭୁପାଦ କହୁଛନ୍ତି ଉପଯୁକ୍ତ ପ୍ରବୃତ୍ତିକୁ ଦମନ, ଉପଯୁକ୍ତ ମାନେ କାମ କ୍ରୋଧ ଲୋଭ ଏସବୁର ପ୍ରବୃତ୍ତିକୁ ଦମନ କରିକି କୃଷ୍ଣ ଚେତନାଶୀଳ ହେଲେ ଜୀବ ବ୍ରହ୍ମ ନିର୍ବାଣ ପ୍ରାପ୍ତ ହୁଏ। ଆଉ ଏଇ କୃଷ୍ଣ ଚେତନାରେ ଅଷ୍ଟାଙ୍ଗ ଯୋଗର ଯୋଉ ସବୁ ଉଦ୍ଦେଶ୍ୟ ଅଛି, ଲକ୍ଷ୍ୟ ଅଛି, ତାହା ମଧ୍ୟ ସାଧିତ ହେଇଯାଏ। ତ ଏଇ ଚେତନାରେ ଯଦି ଜଣେ ରହିଲେ, ଭକ୍ତି ଯୋଗ ମାର୍ଗରେ ପୂର୍ଣ୍ଣତା ହାସଲ କଲେ, ତାହେଲେ ସେ ନିଶ୍ଚୟ ଭାବରେ ପରମ ଶାନ୍ତିକୁ ପ୍ରାପ୍ତ ହେଇପାରିବେ। ତେଣୁ ଅନ୍ତିମରେ ପ୍ରଭୁପାଦ ନିଶ୍ଚୟ ଭାବରେ ଆମେ ଜାଣିବା କୌଣସି କାର୍ଯ୍ୟ ଭୌତିକ ଜଗତରେ ଆମେ ତ୍ୟାଗ କରିପାରିବା ନାହିଁ, ତାକୁ ଆମେ ଆଧ୍ୟାତ୍ମିକରଣ କରିବା ଦରକାର। ପ୍ରଭୁପାଦ କହନ୍ତି ଏ ଘର ହଉ କି ଜଙ୍ଗଲ ହଉ, ଦିଟା ଆଗ କୃଷ୍ଣଙ୍କର, ଆମେ ତ୍ୟାଗ କୋଉଟା କରିବା, ଆମେ ଯୋଉ କହୁଛେ ତ୍ୟାଗ କରିବା, ଆମେ କୋଉଟା ତ୍ୟାଗ କରିପାରିବାନି, ଦିଟା ଆଗ କୃଷ୍ଣଙ୍କର। କୃଷ୍ଣ ଇଜ ଅଲ୍ଟିମେଟ ଗ୍ରେଟେଷ୍ଟ ମାଷ୍ଟର ଅଫ ମାୟା। The glory of Krishna consciousness, pure soul get entangled in matter, not entangled in matter. Krishna consciousness bring one to spiritual life, even when one is under matter. It allows the spiritual existence even while in this world. नई जगत रे रही मध्य जने जीवन मुक्त हे परिबे। पूरा पीस फॉर्मूला एट देखो, तीनटा रहला यज्ञेश्वर, सर्वलोक महेश्वर, श्रोदम सर्वभूतानां। पूरा चैप्टर समरी आउथरे कह देबी। तो भगवान का आलिंगन करती, तो निश्चय भाव से शांति, परम शांति दिव्यता को
प्राप्त हो। ତେଣୁ ବାସ୍ତବରେ ଆମେ ସୁଖ ପ୍ରାପ୍ତ କରିପାରିବା, ଆନନ୍ଦରେ ରହିପାରିବା ଯେତେବେଳେ ଆମେ ଭଗବାନଙ୍କୁ ଆନନ୍ଦ ପ୍ରଦାନ କରିବାର ସତତ ପ୍ରୟାସ କରିବା। ତେଣୁ କାହିଁକି ନା କୃଷ୍ଣ ହିଁ ଆମର ପରମ ମାନେ ସବୁଠାରୁ ସୁହୃଦ ବ୍ୟକ୍ତି। ସେଥିପାଇଁ କହିଲି ଭଗବାନ କହିଲେ ସୁହୃଦ, ଭଗବାନଙ୍କର ଭକ୍ତଙ୍କୁ ଦେଖି କହନ୍ତି। हरे कृष्ण। श्रील प्रभुपाद की जय। ग्रंथराज भगवद गीता की जय। समवेत गौर भक्त। हरे कृष्ण। ओके, कार किसी प्रश्न ଅଛି? ରାକେଶ ପ୍ରଭୁ ବୁଝି ହଉଥିଲା ଟିକେ ଟିକେ ଯାହାର ମୁଁ କହୁଥିଲି, ବୁଝି ହଉଥିଲା? ଆଜ୍ଞା ହରେ କୃଷ୍ଣ ପ୍ରଭୁଜୀ ଟିକେ ଟିକେ ବୁଝି ହବ। ହଁ, ତମେ ନିଜେ ପଢିଲେ ଶୁଣିଲ, ତାପରେ ଆଉ ଥରେ ଯେତେବେଳେ ପଢିବ ବୁଝି ହବ, ପୁଣି ଆଉ ଥରେ ପଢିଲେ ମନେ ରହିବ, ପୁଣି ଆଉ ଥରେ ପଢିଲେ ପୁରା ହୃଦୟଙ୍ଗମ କରିବ, ଯେତେବେଳେ ସେବା କରିବ ହୃଦୟଙ୍ଗମ କରିବ। ଚେଷ୍ଟା ଆଜ୍ଞା କରିବା ପ୍ରଭୁ। ଏଥିରେ ବୁଝିବା ପାଇଁ। ହଉ, ଆମେ ଆଜି ଏଠି ରହିବା, କାଲି ମର୍ଣ୍ଣିଂ ରେ ଆମେ ଜପ କରିବା, ଶିକ୍ଷାଷ୍ଟକମ୍ ଶୁଣିବା। हरे कृष्ण। श्रील प्रभुपाद की जय। ग्रंथराज श्रीमद् भागवतम की जय। सावेद गौर भक्त वृंद की जय। गौर प्रेमानंद हरे हरे बोल।